ଠିକ ଅଛି। ତ ଦେଖନ୍ତୁ ଗୋଟେ ଜିନିଷ ଏଠି କଣ ହେଇଛି ନା, ଯେତେବେଳେ ମୁଁ ଏଠି ଦିଟା ଡାଟା ନେଇଛି, ସ୍କ୍ରିନ୍ ଦେଖା ହଉଛି ନା ସମସ୍ତେ? यस सर। Okay। ଏଠି କଣ ହେଇଛି ନା, ଏଠି ମୁଁ ଦିଟା ଡାଟା ନେଇଛି ଦେଖନ୍ତୁ। ଗୋଟେ ଅଛି ଆମର ଲେଫ୍ଟରେ ଦେଖିବେ, ଏଇଟା ହଉଛି ଡେଟା ସେଟ୍। ଓକେ, ଆପଣଙ୍କ ପାଖରେ ଯୋଉ ଡେଟା ସେଟ୍ ଥିବ ବା ଯୋଉ ଟେବୁଲ ଥିବ, ତ ଏଇଟାକୁ ଡେଟା ସେଟ୍ କୁହନ୍ତି। ତ ଏଇଟା ହେଲା ଦେଖନ୍ତୁ ସେଲ୍ସ ଡେଟା ଗୋଟେ, ଆଉ ଗୋଟେ ଅଛି ଟେବୁଲ ୱାନ୍। ବଟ୍ ଥିଙ୍ଗ ଇଜ ଦ୍ୟାଟ୍ କି ସେଲ୍ସ ଡେଟାରେ ଯାହା ଡେଟା ଅଛି, ରୋ ଆଇଡି, ଅର୍ଡର ଡେଟ୍ ଯାହା ଅଛି, ସେମ୍ ଟେବୁଲ ୱାନରେ ବି ଅଛି। ଦେଖନ୍ତୁ ସେମ୍ ଟେବୁଲ ୱାନରେ ଅଛି। ତ ଏମିତି ଯଦି କେସ୍ ଥିବ, ଆପଣ ଚାହିଁଲେ ବି ଗୋଟେ ଡିଲିଟ୍ କରିପାରିବେ। ତ ଡିଲିଟ୍ କେମିତି କରିବେ? ଲେଟ୍ ସେ ଟେବୁଲ ୱାନକୁ ଆପଣ ମୁଁ ଡିଲିଟ୍ କରିବାକୁ ଚାହୁଁଛି, ତ ରାଇଟ୍ କ୍ଲିକ୍ କରିବେ। ଠିକ୍ ଏଠି ଡିଲିଟ୍ ଅପସନ୍ ଅଛି, କ୍ଲିକ୍ କରିଦେବେ। ଡିଲିଟ୍ କ୍ୱେରି ପଚାରିବ, ତ ଡିଲିଟ୍। ଓକେ, ଏବେ ରହିଗଲା ଓନ୍ଲି ସେଲ୍ସ ଡାଟା। ବୁଝିହେଲା? ଆଚ୍ଛା, ଏପଟରେ ସବୁ ଯେତେଟା ଟେବୁଲ ଲୋଡ୍ କରିବେ ଏପଟରେ ଆସିବ। ଆଉ ଷ୍ଟେପ୍ ଏପଟରେ ଯାହା କରିବେ, ଯେମିତି କାଲି ଆମେ ଏଟା କରିଥିଲେ 996 ଡିଷ୍ଟାନ୍ସ ଥିଲା, 998 ୟୁନିକ୍। ମୋତେ ଏଠି କ'ଣ କରିବାର ଥିଲା ନା, ମୋତେ ଏଠି ରିମୁଭ୍ ଡୁପ୍ଲିକେଟ୍ସ କରିବାର ଥିଲା। ତ ମୁଁ ରିମୁଭ୍ ଡୁପ୍ଲିକେଟ୍ସ ମାରିଲି। ତ ଏଠି ଆଉ ଗୋଟେ ଷ୍ଟେପ୍, ଆପଣ ଯେତେ ଷ୍ଟେପ୍ କରି କରି ଯାଉଥିବେ, ଏଠି ସେତେ ଷ୍ଟେପ୍ ଆଡ୍ ହେଇକି ଯାଉଥିବ। ଆଉ ଯେମିତି କହିଛି ପାୱାର ବିଆଇରେ କିଛି ଅନ୍ଡୁ ଫଙ୍କସନ୍ ନାହିଁ। ତେଣୁକରି ଆପଣ ଯଦି ଗୋଟେ ଷ୍ଟେପ୍ ବାଇ ମିଷ୍ଟେକ୍ କିଛି ଆଡ୍ କରିଦେଇଛନ୍ତି, ଏଗୁଡ଼ା ଆପଣ ରିମୁଭ୍ କରିପାରିବେ ଆପ୍ଲାଏଡ୍ ଷ୍ଟେପ୍ରୁ। କ୍ଲିୟର? ଆଚ୍ଛା, ଆଜି କ'ଣ ଦେଖିବା ଆମେ? ଏଗୁଡ଼ା ତ ଆମେ ପ୍ରିଭିୟସ୍ କ୍ଲାସ୍ରେ କରିଥିଲେ। ବାସ୍ ଜଷ୍ଟ ଟିକେ ଖାଲି ମୁଁ ରିଭିଜନ୍ କରିଦେଲି। ଆଜି ଆମେ କ'ଣ କରିବା ନା, ଆଜି ଆମେ ଦେଖିବା ଏଇ ଯୋଉ ହୋମ୍ରେ ଯୋଉ ଅପସନ୍ ଗୁଡ଼ା ଅଛି, ଆ ସହିତ ଆମେ କ'ଣ କରିପାରିବା, ଟ୍ରାନ୍ସଫର୍ମରେ କ'ଣ କରିପାରିବା, ଏଗୁଡ଼ା ଦେଖିବା। ଆଣ୍ଡ ବିଫୋର୍ ଦ୍ୟାଟ୍ ଆଉ ଗୋଟେ ଜିନିଷ ମନେ ରଖିବେ, ପାୱାର ବିଆଇରେ ଏଇ ଯୋଉ ପାୱାର କ୍ୱେରି ଏଡିଟରରେ ଆପଣ କରୁଛନ୍ତି, ଏଥିରେ ଗୋଟେ ଅଛି ଆମର ଏମ୍ ଲାଙ୍ଗୁଏଜ ବା ମସିନ୍ ଲାଙ୍ଗୁଏଜ। ସେଇଟା କ'ଣ ନା, ସେଇଟା ହେଉଛି ଆପଣ ଯେତେବେଳେ ଗୋଟେ ଷ୍ଟେପ୍ ଏଠି ଆଡ୍ କରିକି ଯାଉଛନ୍ତି, ଲେଟ୍ ସେ ଆମେ କାଲି କ'ଣ କରିଥିଲେ ନା, କଷ୍ଟମର ଫାର୍ଷ୍ଟ ନେମ୍, କଷ୍ଟମର ଲାଷ୍ଟ ନେମ୍କୁ ମୁଁ ମର୍ଜ କରେଇଥିଲି। ଦୁଇଟାକୁ ସିଲେକ୍ଟ କରିଥିଲି, ଦେନ୍ ଏଟାକୁ ମୁଁ ମର୍ଜ କଲମ୍ସ କରେଇଥିଲି। ଦୁଇଟା କଲମ୍କୁ ମର୍ଜ କରେଇଥିଲି। ତାଙ୍କର ଗୋଟେ ନେମ୍ ଲେଟ୍ ସେ ମର୍ଜ ଥିଲା, ତ ମୁଁ ଆକୁ ଦେଇଥିଲି କ'ଣ ନା, ଫୁଲ୍ ନେମ୍। ସେପାରେଟର ହିସାବରେ ଆକୁ ସ୍ପେସ୍ ଦେଇକି ଆମେ ସେପାରେଟ୍ କରିଥିଲି ଦୁଇଟା ନେମ୍କୁ, ଦେନ୍ ଓକେ। ଆଚ୍ଛା, ଏଇ ଯୋଉ ଷ୍ଟେପଟା କଲେ, ଏଇ ଯୋଉ ଷ୍ଟେପଟା ଆପଣ କଲେ, ଲେଟ୍ ସେ ଏଇ ଷ୍ଟେପଟା ଆପଣ ଚାହିଁଲେ ରିମୁଭ୍ କରିପାରିବେ ଏଠୁ। ଏ ଆପଣଙ୍କୁ ଆଉ କିଛି ଚେଞ୍ଜେସ୍ କରିବାର ଥିଲା, ଆପଣଙ୍କୁ ସ୍ପେସ୍ ଦେବାର ନଥିଲା, ଆପଣ ସେଠି କମା ଦେବାର ଥିଲା। ତ ସେଇଟା କେମିତି କରିବେ? ଆଉ ଥରେ ଯାଇ କ'ଣ ଡିଲିଟ୍ କରି ଆଉ ଥରେ କରିବେ ନା, ଏଇଠି ସେଟିଂ ଗୋଟେ ଅପସନ୍ ଅଛି, ଦେଖନ୍ତୁ ଏଇଠି ସେଟିଂର ସ୍ମଲ୍ ବାଲା ଆଇକନ୍ ଗୋଟେ ଅଛି, ୟାର ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ଆପଣ ଯୋଉ ଷ୍ଟେପ୍ କରିଥିଲେ ସେଇଟା ସେ ଦେଖଉଛି। ସ୍ପେସ୍ ପଚାରିଛି, ଆପଣ ସ୍ପେସ୍ ଦେଲା ପରେ ଆପଣଙ୍କ ନେମ୍ କେମିତି ଫୁଲ୍ ନେମ୍ଟା ଆସୁଥିଲା, ସରି, ଫୁଲ୍ ନେମ୍ଟା ଏମିତି କିଛି ଆସୁଥିଲା, ଦେଖନ୍ତୁ ଏମିତି ଆସୁଥିଲା, ସିନ୍ ପାୱାର୍ସ କାରୋଲ ଓବେର। ଏବେ ମୋତେ ଏଇଠି ସ୍ପେସ୍ ଦେବାର ନାହିଁ, ଏବେ ମୋତେ ଏଠି କମା ଦେବାର ଥିଲା। ମୁଁ ମିଷ୍ଟେକ୍ରେ ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଏଠି ସ୍ପେସ୍ ନ ଦେଇକି ମୁଁ ଏଠି କମା ଦେବାକୁ ଚାହୁଁଛି, ତ କମା ଦେବି, ଓକେ କରିଦେବି। ହଁ, ଦେଖନ୍ତୁ କମା ଆସିଗଲା। ଆସିଲା କି ନାହିଁ? ତ ଲେଟ୍ ସେ କମାଟା ମୋତେ ଆକ୍ଚୁଆଲି ଭଲ ଲାଗୁନି। କମା ଦେଲେ ଲାଗୁଛି ଯେମିତି ଦିଦିଟା ନାଁ ଏଠି ଅଛି। ତ ମୁଁ ଏଠି ସେଇ ସ୍ପେସ୍ ତାଙ୍କର ଯିବି। ତ ପୁଣି ଥରେ ଯାଇକି ପୁଣି ଏଠୁ ସ୍ପେସ୍ ସିଲେକ୍ଟ କଲି। ଓକେ, ତ ଆପଣ ଯେତେ ଥର ଚାହିଁବେ ମଲ୍ଟିପୁଲ୍ ଟାଇମ୍ସ ଆପଣ ସେଇ ଥିଙ୍ଗକୁ ରିପିଟେଡଲି ଚେଞ୍ଜ କରିପାରିବେ ଏଇ ସେଟିଂ ଅପସନରେ। ଠିକ୍ ଅଛି? ଆଉ ବାକି ଯୋଉ ରହିଲା, ଆପଣ ଯଦି ସେଟା ଚାହୁଁନାହାନ୍ତି ତାହେଲେ ଆପଣ ଏଠୁ ରିମୁଭ୍ କରିଦେବେ। ଯଦି ଆପଣ ଚାହୁଁଥିବେ ତାହେଲେ ଆପ୍ଲାଏ ଷ୍ଟେପ୍ରେ ଏଟା ଆଡ୍ କରି କରି ଯିବ। ବୁଝିହେଲା? କ୍ଲିୟର? ଆଚ୍ଛା, ଏବେ ମୁଁ କ'ଣ କହୁଥିଲି, ମସିନ୍ ଲାଙ୍ଗୁଏଜ। ମସିନ୍ ଲାଙ୍ଗୁଏଜ କ'ଣ ନା, ଆପଣ ପାୱାର ବିଆଇରେ ଏସବୁ ଯାହା କରୁଛନ୍ତି, ଏସବୁ ଜିନିଷ ଆଗରୁ କେମିତି ହଉଥିଲା ନା, ଆଗରୁ ନର୍ମାଲି ଆପଣ ଏଗୁଡ଼ା ସବୁ ଅଟୋମେଟ୍ ହେଇଯାଇଛି। ଠିକ୍ ଅଛି? ମାନୁଆଲି କେମିତି ହୁଏ ନା, ଏଇ ଜିନିଷଟା ଆପଣ କରିବାକୁ ଚାହୁଁଥିଲେ, ତା ପାଇଁ ଆପଣ କୋଡ୍ ଲେଖିବେ। ଦେଖନ୍ତୁ କେମିତି, ଏଇଠି ମର୍ଜ କଲମ୍ ଉପରେ ମୁଁ ଯୋଉଟା କରିଛି, ଏଇଠି ଦେଖନ୍ତୁ ଗୋଟେ କୋଡ୍ ଆସିଛି, ଆପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏଇଟା ଆପଣଙ୍କୁ ଆଗରୁ ଲେଖିବାକୁ ପଡୁଥିଲା। ପାଇଥନରେ କରନ୍ତୁ ବା ଅଲଗା କୋଉ ପ୍ରୋଗ୍ରାମିଂ ଲାଙ୍ଗୁଏଜ କରନ୍ତୁ, ଆପଣଙ୍କୁ ଏଇଟା ଲେଖିବାକୁ ପଡିବ। ଦେନ୍ ଆପଣ ସ୍କ୍ରିପ୍ଟ ଏଣ୍ଟର କରିବେ, ଦେନ୍ ଆପଣଙ୍କର ସେ ପ୍ରୋଗ୍ରାମ ରନ୍ ହବ। ଯଦି ଆପଣ ପ୍ରୋଗ୍ରାମ ଭୁଲ ଲେଖିଛନ୍ତି, ତାହେଲେ ଆପଣଙ୍କର ରେଜଲ୍ଟ ବା ଆଉଟପୁଟ୍ ଆସିବ ନାହିଁ। କିନ୍ତୁ ପାୱାର ବିଆଇ, ଏଥିପାଇଁ ପାୱାର ବିଆଇ ଷ୍ଟାଣ୍ଡସ୍ ଫର୍ ବିଆଇ ଫର୍ ବିଜନେସ୍ ଇଣ୍ଟେଲିଜେନ୍ସ। ଏଇଟା ଗୋଟେ ହେଉଛି ଇଣ୍ଟେଲିଜେନ୍ସ ବା ଆପଣ କହିପାରିବେ ଆପଣଙ୍କର ମସିନ୍ ଲାଙ୍ଗୁଏଜ, ଯୋଉଥିରେ କି ଆପଣଙ୍କୁ କିଛି ଲେଖିବାକୁ ପଡୁନି। ଆପଣ ଖାଲି ଜଷ୍ଟ ଗୋଟେ ଗୋଟେ କ୍ଲିକ୍ କରୁଛନ୍ତି ଗୋଟେ ଗୋଟେ ଅପସନକୁ, ସେଟା ଅଲରେଡି ପ୍ରୋଗ୍ରାମିଂ। ଆପଣ ଭାବନ୍ତୁନି ଯେ ଏଟା ଅଟୋମେଟିକ ହଉଛି, ଆ ପଛରେ ପ୍ରୋଗ୍ରାମିଂ ଚାଲିଛି। ଯୋଉଟା ବିଆଇ ଲେଖୁଛି ବା ପାୱାର ବିଆଇ ରେ ପ୍ରୋଗ୍ରାମିଂ ଚାଲିଛି, ଏଇଟା ହଉଛି ସେଇ ପ୍ରୋଗ୍ରାମିଂ ଯୋଉଟା ଆପଣ ଲେଖିନାହାନ୍ତି, କିନ୍ତୁ ଆପଣ ଗୋଟେ ଅପସନ କ୍ଲିକ୍ କଲେ ଏଟା ଲେଖି ହେଇଗଲା, ଆଉ ତାର କାମ ହେଇଗଲା। କ୍ଲିୟର? ଏଇଟାକୁ ଆମେ କହୁଛନ୍ତି ଏମ୍ କ୍ୱେରି। ମନେ ରଖନ୍ତୁ, ଏମ୍ କ୍ୱେରି ବା ମସିନ୍ ଲାଙ୍ଗୁଏଜ ବା ମସିନ୍ କ୍ୱେରି। ଠିକ ଅଛି? ଏଇ ପାୱାର କ୍ୱେରିର ଆକ୍ଚୁଆଲି ଅର୍ଥ ଏଇଠୁ ଆସିଛି। ଏଇଟା ହଉଛି ଏମ୍ କ୍ୱେରି, ଯୋଉଟା କି ପାୱାର ମାନେ ଆପଣ କିଛି କରୁନାହାନ୍ତି,
ବ୍ୟାକଏଣ୍ଡ ରେ କାମ ହଉଛି ସତ, ଆପଣ ରେଜଲ୍ଟ ଦେଖୁଛନ୍ତି ସତ, ବଟ୍ ଆପଣ ଏଗୁଡ଼ା କିଛି ଲେଖୁନାହାନ୍ତି, ଏଟା ବ୍ୟାକଏଣ୍ଡ ରେ ଲେଖା ହଉଛି। କ୍ଲିୟର? ତ ଦେଖନ୍ତୁ କଣ ଲେଖା ହେଇଥିଲା ନା ଟେବୁଲ ଡଟ୍ କମ୍ବାଇନ୍ କଲମ୍ସ। ଆପଣ ଏଇ ଯୋଉ ଦିଟା କଲମ କୁ କମ୍ବାଇନ୍ କଲେ, ବିଫୋର ଆମର କଣ ଥିଲା କଷ୍ଟମର ଫାଷ୍ଟ ନେମ୍ କଷ୍ଟମର ଲାଷ୍ଟ ନେମ୍, ଆମେ ତାକୁ କମ୍ବାଇନ୍ କରାଇଲେ, ତ ସେଇଟା ସେ ଲେଖୁଛି ସେଇ ଟେବୁଲ ଡଟ୍ କମ୍ବାଇନ୍ କଲମ୍ସ ହାଚ୍। ତାପରେ କଣ କହିଥିଲା ଏଇ ରିମୁଭ୍ ଡୁପ୍ଲିକେଟ୍ସ କୁ ସେ ରେଫରେନ୍ସ ନେଇଥିଲା। ରିମୁଭ୍ ଡୁପ୍ଲିକେଟ୍ସ ରୁ ରେଫରେନ୍ସ ନେଇକି ଆପଣଙ୍କର କଷ୍ଟମର ଫାଷ୍ଟ ନେମ୍ କଷ୍ଟମର ଲାଷ୍ଟ ନେମ୍ କୁ କମ୍ବାଇନ୍ କରିକି ଆପଣଙ୍କର ଦେଲା। ଆପଣ ଏଗୁଡ଼ା କିଛି ମନେ ରଖିବା ଦରକାର ନାହିଁ, କାହିଁକିନା ସେଥିପାଇଁ ତ ଆପଣ ପାୱାର ବିଆଇ କରୁଛନ୍ତି, ତାକି ଆପଣଙ୍କୁ ପ୍ରୋଗ୍ରାମିଂ ଲେଖିବାକୁ ପଡ଼ିବ ନାହିଁ। ଠିକ ଅଛି, କିନ୍ତୁ ଆପଣ ଏଠି ଜାଣିଥାନ୍ତୁ, ଯଦି ଆପଣ ଇଣ୍ଟରଭ୍ୟୁ ପଚାରାଯାଏ ଏମ୍ କ୍ୱେରି କଣ ବା ମସିନ୍ ଲାଙ୍ଗୁଏଜ କଣ, ଆପଣ ସେତେବେଳେ ଭାବିଦେବେ ମସିନ୍ ଲାଙ୍ଗୁଏଜ ପୁଣି କଣ ଥିଲା। ଓକେ, ସେତେବେଳେ ଆପଣ କହିବେ ଆପଣ ଯୋଉ ଷ୍ଟେପ୍ ପାୱାର କ୍ୱେରି କରନ୍ତି ସେଇ ଷ୍ଟେପ୍ ଗୁଡାର ବ୍ୟାକଏଣ୍ଡରେ କିଛି ଲାଙ୍ଗୁଏଜ ବା କିଛି ପ୍ରୋଗ୍ରାମିଂ ହୁଏ, ଯୋଉଟା କି ସେଟା ପାୱାର ବିଆଇ ଆମେ ତ ମସିନ୍ ଲାଙ୍ଗୁଏଜ କହୁଛନ୍ତି। ଠିକ ବୁଝିଲା? ଯଦି ପଚାରାଯାଏ ଆମେ ଏଟା କୋଉଠି ଦେଖିପାରିବା ନା ଆପ୍ଲାଏଡ ଷ୍ଟେପ ରେ, ଆମେ ସେଇ ଯୋଉ ଆପ୍ଲାଏଡ ଷ୍ଟେପ ଉପରେ କ୍ଲିକ୍ କଲେ ଆପଣଙ୍କର ଏଇଠି ଆସିଯିବ, ଆପଣ ସେଟା ଦେଖିପାରିବେ। ଏଇ ଦେଖନ୍ତୁ ଏଫଏକ୍ସ। ଓକେ, ଚାଲ ଦେଖନ୍ତୁ ସୋର୍ସ ରୁ ମୁଁ ଦେଖଉଛି ଆକ୍ଚୁଆଲି କୋଉଠୁ ଏସବୁ ଜିନିଷ ଷ୍ଟାର୍ଟ ହେଲା। ଆପଣ ଯଦି ଦେଖିବାକୁ ଚାହିଁବେ ଏଇ ଜିନିଷ ଆମେ ଯୋଉ ପାୱାର କ୍ୱେରି କଲେ ଏଇ ମସିନ୍ ଲାଙ୍ଗୁଏଜ ଆସିଲା କୋଉଠୁ ଷ୍ଟାର୍ଟ ହେଲା କେମିତି, ଏଇ ଫାଇଲ ପାଇଁ ମୁଁ କହୁଛି। ଦେଖନ୍ତୁ ଆମେ ଗୋଟେ ଏକ୍ସେଲ ୱାର୍କସିଟ୍ ନେଇଥିଲେ ଯାହାର ନାଁ ଥିଲା ସେ ତାର ଲୋକେସନ କୋଉଠି ଥିଲା ଦେଖନ୍ତୁ ନା ସେ ଏକ୍ସେଲ ୱାର୍କସିଟ୍ ସୋର୍ସ ରୁ ଦେଖନ୍ତୁ ଥିଲା ଏକ୍ସେଲ ଡଟ୍ ୱାର୍କବୁକ୍ ଫାଇଲ ଡଟ୍ କଣ୍ଟେଣ୍ଟସ୍ କୋଉଠି ଥିଲା ସି ଡ୍ରାଇଭ ରେ ୟୁଜର୍ସ ଇସ୍ ମାଇ ନେମ୍ ଡାଉନଲୋଡ୍ସ ଡେଟା। ଏଇ ନାମ ଫାଇଲ ର ନାଁ ଥିଲା ଏଇଟା ଡେଟା ଓ 11 ଏକ୍ସଏଲ ଏକ୍ସ। ଠିକ, ଏଇଟା ହଉଛି ଫାଇଲ ନଲ୍ ଏଣ୍ଡ ଟ୍ରୁ। ଯଦି ଏଇଟା ଆପଣଙ୍କର ଏକ୍ଜିଷ୍ଟ କରିବ ଦେନ୍ ଟ୍ରୁ, ଦେନ୍ ଗୋ ଫର। ଯଦି ଫାଇଲରେ କିଛି ନାହିଁ ଦେନ୍ ନଲ୍ ଆସିଥାନ୍ତା, ଆପଣଙ୍କୁ କିଛି ଶୋ କରିନଥାନ୍ତା। ତାପରେ ନାଭିଗେସନ, ନାଭିଗେସନରେ ସିମ୍ପଲ, ନାଭିଗେସନରେ କଣ ହେଲା ନା ଆପଣ ଯୋଉ ଫାଇଲଟାକୁ ନେଲେ ସେଇଟା କୋଉ ଟାଇପ ର ଫାଇଲ ନା ସେଇଟା ଗୋଟେ ସୋର୍ସ, ଆଉ ସେ ଆଇଟମଟା ହଉଛି ଆଇଟମ ମାନେ କଣ, ତା ଏଇଟା ଦେଖନ୍ତୁ ସେଲ୍ସ ଡାଟା। ଏ ଟେବୁଲଟାର ନାଁ କଣ ଥିଲା ନା ସେଲ୍ସ ଡାଟା, ସେଇଟା ହଉଛି ସେ ଆଇଟମ। କାଇଣ୍ଡ ହ୍ୱାଟ କାଇଣ୍ଡ ଅଫ, ଏଇଟା ଗୋଟେ ସିଟ୍ ଥିଲା, ଏଇଟା ଗୋଟେ ସିଟ୍ ଥିଲା କହିପାରିବା, ଡାଟା, ଦ୍ୟାଟ୍ସ ଅଲ୍। ଦେନ୍ ତାପରେ କଣ କଲା ନା ତାପରେ ଏଇଠି ଦେଖନ୍ତୁ ଏଇଟା ଭଲ ଭାବେ ମାର୍କ କରନ୍ତୁ। ଏଇଠି ଅଛି କଣ କଲମ 1 କଲମ 2 କଲମ 3 କଲମ 4। ଗୋଟେ ଜିନିଷ ମନେ ରଖିବେ, ଆପଣ ପାୱାର ବିଆଇ ଯେତେବେଳେ କୌଣସି ଗୋଟେ ରାଣ୍ଡମ ଟେବୁଲ କିଛି ଦେବେ, ସେ ଟେବୁଲରେ କଲମ କଣ ଥିବ କଣ ନାହିଁ, ତା ଡେଟା ଟାଇପ କଣ ଥିବ କଣ ନାହିଁ, ଦେଖନ୍ତୁ ଏଥିରେ ସବୁଥିରେ ଡେଟା ଟାଇପ ସେମ୍ ଏ ବି ସି 1 2 3 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 ଏଣ୍ଡ କଲମ 1 2 3 4 5 ଏଣ୍ଡ ସୋ ଅନ୍। ଏଇଟା ଥିଲା ନାଭିଗେସନ। ଏଇଟା ସିଏ ଆପଣଙ୍କୁ ନାଭିଗେଟ କଲା କି ଏଇ ଫାଇଲରୁ ଆପଣ ଏଇ ସୋର୍ସରୁ ଡେଟାଟାକୁ ଆଣିକି ତାକୁ ଦେଲେ। ପାୱାର ବିଆଇ ସେତିକି ବୁଝିଲା। ତାପରେ ଷ୍ଟେପରେ ପାୱାର ବିଆଇ କଣ କଲା, ପ୍ରମୋଟେଡ ହେଡର୍ସ। ପ୍ରମୋଟେଡ ହେଡର୍ସ ରେ ସେ କଣ କଲା ନା ସିଏ ଏ ହେଡର୍ସ ରେ କଲମର ସବୁ ହେଡିଙ୍ଗ ର ନେମିଂ ଗୁଡାକୁ ସେ ଅଣ୍ଡରଷ୍ଟାଣ୍ଡ କଲା, ଆଉ ତାର ଡେଟା ଟାଇପ କୁ ସେ ଅଣ୍ଡରଷ୍ଟାଣ୍ଡ କରିକି ତାକୁ ଆସାଇନ କଲା। ଦେଖନ୍ତୁ ହେଇ ଦେଖନ୍ତୁ ପ୍ରମୋଟେଡ ହେଡର୍ସ ରେ ସିଏ ଆଗେ ହେଡିଙ୍ଗ ଗୁଡାକୁ ଅଣ୍ଡରଷ୍ଟାଣ୍ଡ କଲା। ଷ୍ଟାର୍ଟିଂ କଣ ହେଡିଙ୍ଗ ଥିଲା କି ନାଭିଗେସନ ଦେଖୁନାହାନ୍ତି କଲମ 1 କଲମ 2 କଲମ 3 ଏମିତି ଥିଲା। ହେଡର୍ସ, ଏଇଠି ସେ ହେଡର୍ସ, ହେଡର୍ସ କୁ ଦେଖିଲା ଓ ଏଟା ରୋ ଆଇଡି, ଏଟା ଅର୍ଡର ଆଇଡି, ଏଟା ଅର୍ଡର ଡେଟ୍, କଷ୍ଟମର ନେମ୍, କଷ୍ଟମର ଲାଷ୍ଟ ନେମ୍, କାଟାଗୋରୀ ନେମ୍। ଦେଖନ୍ତୁ ଆମେ ଷ୍ଟାର୍ଟିଂ ରୁ ଯୋଉ ଥିଲେ ଆମେ ଏଇ ଜାଗାରେ ସେ କଷ୍ଟମର ଫାଷ୍ଟ ନେମ୍ ଲାଷ୍ଟ ନେମ୍ ଚେଞ୍ଜ କରି ଫୁଲ ନେମ୍ କଲେ, ବଟ ଏଇଠି ଆମର କଣ ଥିଲା ଆକ୍ଚୁଆଲି ଡେଟାରେ ଥିଲା କଷ୍ଟମର ଫାଷ୍ଟ ନେମ୍ କଷ୍ଟମର ଲାଷ୍ଟ ନେମ୍। ଗଟ୍ ଇଟ୍? ବଟ୍ ଏଯାଏଁ ବି ଦେଖନ୍ତୁ ତା ଡେଟା ଟାଇପ ସେମ୍ ଅଛି, ଚେଞ୍ଜ ହେଇନି। ଏବିସି 1 2 3 ଏବିସି, ମାନେ ସିଏ ଯାଏଁ ଅଣ୍ଡରଷ୍ଟାଣ୍ଡ କରିନି ଡେଟା ଟାଇପ ଟା କଣ। ତାପରେ ସେ ଚେଞ୍ଜ ଟାଇପ, ଏଇଠି ଦେଖନ୍ତୁ ଚେଞ୍ଜ ଟାଇପ ରେ ଏବେ ସେ ଡେଟା ଟାଇପ କୁ ସବୁ ଅଣ୍ଡରଷ୍ଟାଣ୍ଡ କରିଗଲା। ଏ ବି ସି 1 2 3 ଏଟା ଡେଟ୍ ର ଡେଟା ଟାଇପ, ଏଟା କଷ୍ଟମର ନେମ୍ ର ଡେଟା ଟାଇପ। ଓକେ, ତ ସେଇ ହିସାବରେ ଡେଟା ଟାଇପ ଯେତେବେଳେ ଅଣ୍ଡରଷ୍ଟାଣ୍ଡ କରିଗଲା, ଏବେ ଦେଖନ୍ତୁ ମସିନ୍ ଲାଙ୍ଗୁଏଜ ଦେଖନ୍ତୁ ମସିନ୍ ଲର୍ଣ୍ଣିଂ ରେ କଣ ଆସିଗଲା ଦେଖନ୍ତୁ। ଦେଖନ୍ତୁ କେତିକି ସାରା ସେ ସବୁ ଡେଟା ଟାଇପ କୁ ଯାହା ଯାହା ଦେଇଛି ନେମ୍, ସେଇଗୁଡା ସେ ଆପଣଙ୍କୁ ଜଣେଇଦେଲା କି ମୁଁ ଏଗୁଡା ଏଗୁଡା ଚେଞ୍ଜ କରିଛି। ଯେମିତି କି ରୋ ଆଇଡି ର ଟାଇପ ଟା ହଉଛି ଡେଟା ଟାଇପ ଟେକ୍ସଟ, ଆପଣ ଦେଖିପାରୁଛନ୍ତି ରୋ ଆଇଡି ଟେକ୍ସଟ। ତାପରେ ଦେଖନ୍ତୁ ଅର୍ଡର ଆଇଡି ର ବି ଟାଇପ ଟା ହଉଛି ଅର୍ଡର ଡେଟ୍ ର ଟାଇପ ଟା ହଉଛି ଡେଟ୍। ହଁ, ଅର୍ଡର ଡେଟ୍ ର ହଉଛି ଡେଟ୍, ରାଣ୍ଡମଲି ଦେଖିପାରିବେ ଏମିତି। ତ ଏଇ ଦେଖନ୍ତୁ କଷ୍ଟମର ସିଟ୍ ର ଟାଇପ ହଉଛି ଟେକ୍ସଟ। ଠିକ, ତ ଏଇଭଳିଆ ସେ ଡିଫରେଣ୍ଟ ଡିଫରେଣ୍ଟ ଯାହା କରିଛି। ଏଇ ପ୍ରଫିଟ ପର ଅର୍ଡର ଏଇଟା ହଉଛି ଟାଇପ ସେ ଦେଲା ନମ୍ବର ବୋଲି। ଠିକ, ତ ଏଇଭଳିଆ ଡେଟା ଟାଇପ ସେ ଆପଣଙ୍କୁ ଆସାଇନ କରିଲା। ଏତିକି କାମ ଆଗେ ପାୱାର ବିଆଇ କରିଦିଏ। ଏଗୁଡା ଆମକୁ କରିବାକୁ ପଡେ ନା, ଏ ସୋର୍ସ ଏଗୁଡା ଏଗୁଡା ଅଟୋମେଟିକ ପାୱାର ବିଆଇ ଏଗୁଡା ଏତିକି ତାର ମାନେ ଇନବିଲ୍ଟ ଫଙ୍କସନ ପାୱାର ବିଆଇ ରେ କହିପାରିବା। ଯୋଉଟା ଆପଣ ଗୋଟେ ଫାଇଲ ଦେବେ ଏତିକି ଯାଏଁ ସେ କରିଦବ, ଏତିକି ଯାଏଁ କରିଦବ, ଏତିକି ଯାଏଁ କରିକି ଆପଣଙ୍କୁ ଦେଖେଇଦେଲା। ଏବେ ଆପଣ କରିବେ। ଏବେ ଆମେ କଣ କରିଥିଲେ ନା ଆମେ ଏଇଠୁ ଅଣ୍ଡରଷ୍ଟାଣ୍ଡ କରିଥିଲେ ଏଇଟା ଭ୍ୟାଲିଡ ଥିଲା, ଏଟା ଏରର ଥିଲା, ଏଟା ଏମ୍ପ୍ଟି ଥିଲା। ତାପରେ ଦେଖିଥିଲେ ଏଠି ଡିଷ୍ଟିଂ ଥିଲା, ୟୁନିକ୍ ଥିଲା। ତ ତାପରେ ଷ୍ଟେପରେ ମୁଁ କଣ କଲି, ଏଇଠି ଡୁପ୍ଲିକେଟ କୁ ରିମୁଭ୍ କଲି। ଯାହା ଯାହା ଡୁପ୍ଲିକେଟ ରିମୁଭ୍ କଲି ମତେ 1000 ଡିଷ୍ଟିଂଟ 1000 ୟୁନିକ୍ ମିଳିଯାଇଥିଲା। ଆଉ ସେଇଠୁ ଯୋଉ ଷ୍ଟେପଟା ରିମୁଭ୍ କରିଥିଲି ସେଠି ଲେଖା ହେଇଛି ଦେଖନ୍ତୁ ଚେଞ୍ଜ ଟାଇପ ରୋ ଆଇଡି। ଠିକ,
ଟ୍ୟାब ଟେବୁଲ ଡଟ୍ ଡିଷ୍ଟାନ୍ସ ଚେଞ୍ଜ ଟାଇପ ରୋ ଆଇଡି କୁ ଆମେ ଏଠି ଚେଞ୍ଜ କରିଥିଲେ, ଆଉ କିଛି ଚେଞ୍ଜ କରିନଥିଲେ। ତାପରେ ଷ୍ଟେପରେ କଣ କରିଥିଲି, ମୁଁ ଦିଟା କଲମକୁ ମର୍ଜ କରିଥିଲି। କଷ୍ଟମର ଫାର୍ଷ୍ଟ ନେମ୍, କଷ୍ଟମର ଲାଷ୍ଟ ନେମ୍ କୁ ମର୍ଜ କରି ଫୁଲ ନେମ୍ କରିଥିଲି, ତ ଏଇଟା ଆସିଲା। ଏତିକି ଷ୍ଟେପ, ଏତିକି ଯାଏଁ ମନେ ରଖନ୍ତୁ, ଆପଣଙ୍କୁ ପାୱାର ବିଆଇ ର ଇନବିଲ୍ଟ ସେ କରିକି ଦବ। ଯାହା ବି ଡେଟା ସେଟ୍ ଥାଉ, ହ୍ୱାଟ ଏଭର ଦ ଡେଟା ସେଟ୍ ମେ ବି, ବଟ୍ ପାୱାର ବିଆଇ ର କାମ ହେଲା ସେ ତାକୁ ନେଭିଗେଟ୍ କରେଇବ, ତା ହେଡିଙ୍ଗ କଲମର ନାଁକୁ ଅଣ୍ଡରଷ୍ଟାଣ୍ଡ କରିବ, ସେ ଅନୁସାରେ ଡେଟା ସେଟ୍ କୁ ଚୁଜ୍ କରିବ। ବଟ୍ ଏଇଠୁ ଆମେ କରିଛନ୍ତି, ଏଇଠୁ ଆମେ କରିବା। ଇନ୍ ଫ୍ୟୁଚର ଏବେ ଯାହା ମୁଁ କରି କରି ଯିବି, ଦେଖିବେ ଏଇଠି ଗୋଟେ ଗୋଟେ ଷ୍ଟେପ ଆପ୍ଲାଏ ଏକା ଯିବ। ତ ଏତିକି ଯାଏଁ ସମସ୍ତେ କ୍ଲିୟର? ବୁଝିପାରିଲେ ମସିନ୍ ଲାଙ୍ଗୁଏଜ କଣ ବା ଏମକ୍ୱେରି କଣ? ନା କାହାର କିଛି ଡାଉଟ୍ ଅଛି ପଚାରନ୍ତୁ। अरे हमको ये ଶିଖିବାକୁ ପଡିବ ନା, not needed। ଓକେ, ଠିକ ଅଛି। ଯଦି ଡାଉଟ୍ ନାହିଁ ଆମେ ଆଗକୁ ବଢିବା। ଏବେ ଏବେ ଦେଖନ୍ତୁ। ସାର୍ ଏମକୋରି ଶିଖିବାକୁ ପଡିବନି? ନାଇଁ 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 ନାଇଁ, ଏମକ୍ୱେରି ଆପଣଙ୍କ ସହିତ କିଛି ସେଇଟା ଏଗୁଡ଼ା ଆପଣ ଗୋଟେ ଗୋଟେ ଶିଖିକି ବି ଆପଣ କଣ ଏଠି କୋଡିଂ ଲେଖିବେ? ଆପଣ କେହି ଚାହିଁବ କେବେ ମୁଁ ଏଠି ପ୍ରୋଗ୍ରାମିଂ ଲେଖିବି ନା ଏଠି ଲେଖନ୍ତୁ ଗୋଟେ ମର୍ଜ କଲମରେ ମୁଁ ଦିଟା କଲମକୁ ନେଇ ମର୍ଜ କରିବି, ନା ଏଠି ମୁଁ ପ୍ରୋଗ୍ରାମିଂ ଲେଖିବି? ଏଗୁଡ଼ା ସବୁ ଲେଖିବି। ଏଇଗୁଡ଼ା ଲେଖିବେନି ବୋଲି ତ ପାୱାର ବିଆଇ ମାର୍କେଟକୁ ଆସିଲା। ଏଇଗୁଡ଼ା କଣ ସବୁ ପାଇଥନରେ ହବନି କି? ନାଇଁ ବୁଝିପାରିଲେ ନାଇଁ ତ? ସାର୍, ଇଣ୍ଟରଭ୍ୟୁ ପାଇଁ କିଛି ପଚାରନ୍ତିନି ଏମକୋରି ସେ ସବୁ? ନା 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 ନା, ଏଗୁଡ଼ା କିଛି ଶିଖିବା ଦରକାର ନାହିଁ। ଦେଖନ୍ତୁ, ଆରେ ଦେଖନ୍ତୁ, ଗୋଟେ ଜିନିଷ ହଉଛି କଣ, ଅଫିସ ଚାହେଁ କଣ, ଅଫିସ କି କୌଣସି କମ୍ପାନୀ ଚାହେଁ କଣ, ଆପଣ କେତେ ଭଲ କୋଡିଂ ଲେଖୁଛନ୍ତି ନା ଆପଣ ତାର କାମ କେତେ ଶୀଘ୍ର ସରୁଛନ୍ତି? କୋଉଟା ଚାହିଁବ ସେ? କାମ ସାର୍ ଅବଶ୍ୟ। ହଁ, ତ ଗୋଟେ ଦିନରେ ଯଦି ଆପଣ ତାକୁ ସାରିକି ଦେଇଦେଲେ ଗୋଟେ ପ୍ରୋଜେକ୍ଟ, ସେ ଖୁସି ହବ ନା ଆପଣ ପୁରା ବାଡେଇ ଛାଟି କୋଡିଂ ଲେଖିକି 8 ଦିନ ଲଗେଇକି ଭଲ ଯେତେ ଭଲ କୋଡିଂ ଲେଖନ୍ତୁ କାମ ସାରିବେ 8 ଦିନରେ, ତ ସେ କେବେ ଚାହିଁବ କି? ତ ସେଥିପାଇଁ ତ ପାୱାର ବି ଏବେ ସବୁ କମ୍ପାନୀ କାହିଁ ପ୍ରିଫର କରୁଛନ୍ତି। କମ୍ପାନୀ ଦେଖୁଛି ଆପଣ ସେ କାମଟା ତ କରିକି ଦିଅନ୍ତୁ। ଏ ମେସିନ ମସିନ କରିବା ଉପରେ ତାର କିଛି ଫୋକସ ନାହିଁ। ହଁ, ଫୋକସ ଅଛି କଣ, ଏବେ ଏବେ ଗୋଟେ ଜିନିଷ ମନେ ରଖନ୍ତୁ, ପାୱାର ବିଆଇରେ ଏମିତି ନାହିଁ ଯେ ବ୍ରହ୍ମାଣ୍ଡ ସାରା କାମ ହେଇଯିବ। କିଛି କାମ ଅଛି, ଏଠି ଯେତିକିଟା ଅପସନ ଅଛି ଆପଣ ୟୁଜ୍ କରିକି ଚେଞ୍ଜେସ୍ କରିପାରିବେ, କରିଦେବେ। ଏମିତି କିଛି ଜିନିଷ ଅଛି ଯୋଉଟା ପାୱାର ବିଆଇର ଏଠି ତା ଅପସନରେ ନାହିଁ। ବୁଝିବାକୁ ଚେଷ୍ଟା କରନ୍ତୁ। ଯେତିକି ଅପସନ ଅଛି ଆପଣ କ୍ଲିକ୍ କରି ଚେଞ୍ଜେସ୍ କରିଦେଲେ ଠିକ। ଦେଖନ୍ତୁ ଗୋଟେ ଜିନିଷ ଦେଖନ୍ତୁ, ଆମକୁ ଇଜି ଡେ ଟୁ ଡେ ଇଜି ଲାଇଫ ଦରକାର। କେମିତି ନା, ଆପଣ ପେନ୍ ପେପରରେ ଆଗରୁ ମଲ୍ଟିପ୍ଲିକେସନ ଆଡିସନ କରୁଥିଲେ, କାଲକୁଲେଟର ବାହାରିଲା କଣ ପାଇଁ? ଆମେ ସେଠି କଣ କେତେ ଫାଷ୍ଟ କାଲକୁଲେସନ କରୁଛନ୍ତି ସେଟା ଦେଖିବା କି? କାଲକୁଲେଟର ଆପଣ ଇଜିଲି ଟାଇପ କଲେ, କାଲକୁଲେସନ କଲେ, ଦୋକାନରେ ବଜାରରେ ସମସ୍ତେ କାଲକୁଲେଟର ରଖିଲେ। ତ ସେମିତି ପାୱାର ବିଆଇଟା ସେଇ ଜିନିଷ। ସବୁ ପ୍ରୋଗ୍ରାମିଂକୁ ନ କରିବା ପାଇଁ ପାୱାର ବିଆଇ କେତେ ସର୍ଟକଟରେ ଆପଣ ଜିନିଷଟା କରିକି ଏଣ୍ଡ ଅଫ୍ ଦ ଗୋଲ ହଉଛି ଆପଣ କମ୍ପାନୀ ଗୋଟେ ରିପୋର୍ଟ ବନେଇକି ଦେବେ, ଆଉ କିଛି ନୁହଁ। ଆପଣ କେତେ ଭଲସେ ଏଗୁଡ଼ା କରନ୍ତୁ, ଡାଟା କ୍ଲିନ୍ କରନ୍ତୁ, ସେଇଟା କେହି ଦେଖିବେନି। ଆପଣଙ୍କ ମ୍ୟାନେଜର, ଆପଣଙ୍କ କ୍ଲାଏଣ୍ଟ ବି ଦେଖିବନି ଆପଣ କଣ କରୁଛନ୍ତି କଣ ନାହିଁ। କିନ୍ତୁ ଯଦି ତାକୁ ରିପୋର୍ଟ ଭଲସେ ସୁନ୍ଦର କରି ଦେଇଦେଲେ, ଆଉ ସେ ସବୁଥିରୁ ସେଥିରୁ ଇନସାଇଟ୍ ପାଇଗଲା, ଦେନ୍ ସେ ଆପଣଙ୍କୁ ବୋନସ ହାଇକ୍ ସବୁ ଦବ। ବୁଝିହେଲା? ଆଉ ଯଦି ଆପଣ ଏଇଗୁଟା ଯେତେ ଭଲସେ କରିଥାନ୍ତୁ, ଯଦି ରିପୋର୍ଟ ଆପଣଙ୍କର ବହୁତ ଗନ୍ଦା ହେଇଛି, ଆଉ ରିପୋର୍ଟରୁ କିଛି ବୁଝି ହଉନି, ତାହେଲେ ସେ ଆପଣଙ୍କୁ ଟଙ୍କାଟେ ବି ଦବନି। ବୁଝିପାରିଲେ? ସେକେଣ୍ଡ ଥିଙ୍ଗ ହଉଛି, ମୁଁ ଯୋଉଟା କହିଲି ଏଠି ବ୍ରହ୍ମାଣ୍ଡ ସାରା କାମ ପାୱାର ବିଆଇ ହବ ନାହିଁ। କିଛି କାମ ମାନେ ବହୁତ ସାରା କାମ ହେଇଯିବ, ଆଉ ଏମିତି କିଛି କାମ ଅଛି ଆପଣଙ୍କୁ ଏଠି ଅପସନ ନାହିଁ କରିବା ପାଇଁ। ଆପଣଙ୍କୁ ଏଠି ଅପସନ ନାହିଁ କରିବା ପାଇଁ। ସେଥିପାଇଁ ପାୱାର ବିଆଇ ର ଗୋଟେ ଅଛି ଡାକ୍ସ। ଆପଣ ଶୁଣିଥିବେ ସେଟା, ୟୁଟ୍ୟୁବରେ ମୁଁ କେତେଟା ଗୋଟେ ଦିଟା କ୍ଲାସ କରି ପକେଇଛି, ଫ୍ରି କ୍ଲାସ ଦେଖିପାରିବେ। ଡାକ୍ସ, ଡାଟା ଆନାଲିସିସ୍ ଏକ୍ସପ୍ରେସନ, ଯୋଉଥିରେ ଆପଣଙ୍କୁ ପ୍ରୋଗ୍ରାମିଂ ଭଳିଆ ଲେଖିବାକୁ ପଡିବ। ସେଇଠି ଆପଣ କରନ୍ତୁ କେତେ ପ୍ରୋଗ୍ରାମିଂ କରୁଛନ୍ତି। କାହିଁକି ନା ସେଠି କିଛି, ମୁଁ ଯେମିତି କହିଲି, ଏଠି କିଛିଟା ଅପସନ ଅଛି ଆପଣ କରିଦେବେ, କିଛି ଜିନିଷ ଅଛି ଆପଣ ସେଇ ଜାଗାରେ କରିପାରିବେ ନାହିଁ। ସେଇଠି ଆପଣ ପାୱାର ବିଆଇ କୁ ମାନୁଆଲି ଲେଖିବେ କି ଏଇ ଜିନିଷ ମତେ କରିକି ଦେ। ସେଇଗୁଡା ଆପଣଙ୍କର ଆମେ ବୁଝିବା। ସେଇଗୁଡା ପାୱାର ବିଆଇ ରେ ଇମ୍ପୋର୍ଟାଣ୍ଟ। ଏଗୁଡା ତ ଆପଣ ଗୋଟେ ଗୋଟେ କ୍ଲିକ ରେ ସମସ୍ତେ ନିଜେ ନିଜେ ବି ଘରେ ବସିକି ଡାଟା ଦେଇକି ଏଗୁଡା ଟ୍ରାଏ କରି ଶିଖିଯିବେ। ବଡ ଜିନିଷ ନୁହଁ। ବଟ୍ ସେ ଡାକ୍ସ ଉପରକୁ ଇଣ୍ଟରଭ୍ୟୁରେ କୋଶ୍ଚିନ୍ ପଚରାଯାଏ, ଆଉ ପିଲାମାନେ ସେଇଥିରେ ଫସିଯାଆନ୍ତି ଡାକ୍ସ ରେ। ବେଶୀ ବଡ ଜିନିଷ ନୁହଁ, ଆପଣ ସେଟା 15 ଦିନ ନୁହଁ, ମାସେ ଖଣ୍ଡେ ଭଲସେ ଡାକ୍ସ ପ୍ରାକ୍ଟିସ କଲେ ଆପଣ ହେଇଯିବ। ଠିକ। ଯିଏ ପ୍ରୋଗ୍ରାମିଂ ବ୍ୟାକଗ୍ରାଉଣ୍ଡରୁ ଥିବେ ତାଙ୍କୁ 15 ଦିନ ଲାଗିବ। ଯିଏ ଷ୍ଟାର୍ଟିଂ କରୁଥିବେ ପ୍ରୋଗ୍ରାମିଂ ବଗେରା, ଟିକେ ଟିକେ ହାଲକା ଆଇଡିଆ ଥିବ, ତାଙ୍କୁ ମାସେ ଭିତରେ ଡାକ୍ସ କ୍ଲିୟର ହେଇଯିବ। ମାନେ ମାନେ ଡାକ୍ସ ପୁରା ଲେଖିବେ ଯେମିତି ନିର୍ଭୁଲ ଭାବରେ, ମାସେ ଲାଗିବ। ବୁଝିବା ପାଇଁ ତ ମୁଁ ତ ଡାକ୍ସ ରେ 7 8 ଦିନ ପୁରା ଭଲସେ ବୁଝେଇଦେବି ଆପଣଙ୍କୁ, କିନ୍ତୁ ଆପଣ ନିଜେ ଲେଖିବେ ଯେତେବେଳେ ନିର୍ଭୁଲ ଭାବରେ, ଆପଣଙ୍କୁ ମାସେ ଲାଗିଯିବ। ଠିକ ଅଛି। ଚାଲନ୍ତୁ ଏବେ ଦେଖିବା ଆମେ ଆଜିର ଯେମିତି କି କିଛିଟା ଅପସନ। ଏଇଗୁଡ଼ା ହଉଛି ଆପଣଙ୍କର ସବୁ ଅଟୋମେଟ। ମାନେ ଆପଣ ଗୋଟେ ଗୋଟେ କ୍ଲିକ୍ କରିବେ, ପାୱାର ବିଆଇ ଏଠି ଚେଞ୍ଜ କରିଦବ। ଯେମିତି ଆମେ ଏଠି ମର୍ଜ କଲମ କଲେ, ରିମୁଭ୍ ଡୁପ୍ଲିକେଟ୍ କଲେ, ଆ ପାଇଁ କିଛି ପ୍ରୋଗ୍ରାମିଂ ଆମେ ଲେଖିନାହାନ୍ତି। ସେମିତି କେତେ ସାରା ଅପସନ ଅଛି, ମୁଁ ଆପଣଙ୍କୁ ଦେଖେଇ ଦଉଛି ସବୁ ଆଜି। ତାପରେ ଆମେ ଡାକ୍ସ ଶିଖିବା। ଦେଖନ୍ତୁ, ଲେଟ୍ସ ସେ ମୁଁ ଏଠି କଷ୍ଟମର ଫୁଲ ନେମ୍ ଟାକୁ ନଉଛି।
ତ ଆପଣଙ୍କୁ ମତେ ଏଠି କରିବାର ଅଛି କଣ ନା କଷ୍ଟମର ନେମ୍ ଗୁଡାକୁ ମତେ ସବୁ ଅପର କରିବାର ଅଛି କି ସବୁଗୁଡା ଲୋୟର କରିବାର ଅଛି, କିଛି ନାହିଁ। ଟ୍ରାନ୍ସଫର୍ମକୁ ଯିବେ। ମନେ ରଖନ୍ତୁ ଏଠି କେତେଟା ଅପସନ କହୁଛି, ଟ୍ରାନ୍ସଫର୍ମ, ଆଡ୍ କଲମ, ଭିଉ। ଟ୍ରାନ୍ସଫର୍ମରେ କଣ ହବ, ଟ୍ରାନ୍ସଫର୍ମରେ ଯେତେ ସାରା ଅପସନ ଅଛି, ମୋଷ୍ଟ ଅଫ ଦ ଥିଙ୍ଗ ଆଡ୍ କଲମରେ ଅଛି, ଆପଣ ଦେଖିପାରିବେ ଏଗୁଡ଼ା ସବୁ ଟ୍ରାନ୍ସଫର୍ମରେ ଥିଲା, ଏଠି ଆଡ୍ କଲମ୍ସରେ ଅଛି। ଏଠି ଟ୍ରାନ୍ସଫର୍ମରେ କାହିଁକି ଅଛି, ଆଡ୍ କଲମ୍ସରେ କାହିଁକି ଅଛି ଦେଖନ୍ତୁ। ଆପଣ ଯଦି ପର୍ଟିକୁଲାର କଲମରେ କିଛି ଚେଞ୍ଜେସ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଟ୍ରାନ୍ସଫର୍ମରେ କଲେ ହେଇଯିବ। ଭଲସେ ଶୁଣନ୍ତୁ, ପର୍ଟିକୁଲାର ଏଇ ଫୁଲ ନେମ୍ରେ ମୁଁ କିଛି ଏଇ କଲମରେ ଚେଞ୍ଜେସ୍ କରିବାକୁ ଚାହୁଁଛି, ମୁଁ ଟ୍ରାନ୍ସଫର୍ମ କରିବି। ଯଦି ଏଇ ଜିନିଷଟାକୁ ମୁଁ ଏଠି ଚେଞ୍ଜ କରିବା ଚାହୁଁନି, ବଟ୍ ଏଇ ଜିନିଷ ମୁଁ ରଖିବି, ଆଉ ଗୋଟେ କଲମରେ ଏଇ ଜିନିଷଟା ଆଡ୍ ହେଇକି ସେଇଟା ଆଉ ଥରେ ଏଇଠି ଚେଞ୍ଜ ହବ, ତାହେଲେ ଆପଣ ଆଡ୍ କଲମରେ କରିବେ। ମୁଁ ଆଡ୍ କଲମଟା ଦେଖେଇବି କରିକି। ଏବେ ଆମେ ଟ୍ରାନ୍ସଫର୍ମର ଖାଲି ବୁଝି ଯାଆନ୍ତୁ, ଟ୍ରାନ୍ସଫର୍ମ ଆଡ୍ କଲମ କାହିଁ ଦିଟାଙ୍କ ଅଛି। ଏବେ ଟ୍ରାନ୍ସଫର୍ମ ଆମେ ଗୋଟେ ଗୋଟେ ଜିନିଷ କରିବା। କାଲି ମୁଁ ଗୋଟେ ଜିନିଷ ଆପଣଙ୍କୁ ଦେଖେଇଥିଲି ଏଠି, କାଉଣ୍ଟ ରୋଜ୍ ମନେ ଥିବ ସମସ୍ତଙ୍କର। କାଉଣ୍ଟ ରୋଜରେ 53,000 ସମଥିଙ୍ଗ ଆସିଥିଲା ଆମର ଡେଟା। ହଁ, 53,196। ଠିକ ଦେଖନ୍ତୁ, ମତେ ମତେ ଖାଲି ଷ୍ଟେପଟା ଦେଖିବାର ଥିଲା, ବଟ୍ ଏ ଷ୍ଟେପର କିଛି ଜରୁରତ ନାହିଁ, ମୁଁ ଏଠୁ ରିମୁଭ୍ କରିଦେବି। ଓକେ, ଏବେ ଆମେ ଦେଖିବା ଟ୍ରାନ୍ସଫର୍ମରେ ଆଉ କଣ ସବୁ ଅପସନ ଥିଲା। ତ ମୁଁ ଏଇ ଷ୍ଟାର୍ଟିଂରୁ ଯାଉନି, ମୁଁ ଯାଉଛି ମାନେ ଯୋଉଟା ଯୋଉଟା ଆପଣ ଶିଖିଯିବେ, ଶିଖି ଯାଆନ୍ତୁ। ତାପରେ ଆମେ ଗୋଟେ 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 ଯିବା, ଇଜି ଇଜିରୁ ମୁଁ ଷ୍ଟାର୍ଟ କରୁଛି। ଓକେ, ଦେଖନ୍ତୁ, ଆପଣଙ୍କୁ ଯଦି ରିନେମ୍ କରିବାର ଥିବ ଏଇ ଫୁଲ ନେମ୍କୁ, ଆପଣ ଏଠୁ ରିନେମ୍ କରିପାରିବେ। ଏଇଠି ଫୁଲ ନେମ୍ ରିନେମ୍, ବା ଦେଖନ୍ତୁ ସବୁଥିର ପାୱାର ବିରେ ସବୁ ଦି ତିନିଟା ଲେଖା ଅପସନ୍ ଅଛି। ଜଣେ କହିବ ମୁଁ ଏଠି ରିନେମ୍ କରିକି ଏତେ କଷ୍ଟ କାହିଁ କରିବି, ମୁଁ କଣ ଏଇଠି ଡବଲ କ୍ଲିକ୍ କରି ରିନେମ୍ କରିପାରିବିନି? କରିପାରିବେ। ଏଇଠି ଡବଲ କ୍ଲିକ୍ କରିପାରିବେ, ଇଜି। ଓକେ, ରିନେମ୍ ଶିଖିଲେ। ଦେନ୍ ଡିଟେକ୍ଟ ଡେଟା ଟାଇପ। ଡିଟେକ୍ଟ ଡେଟା ଟାଇପ, ଏହାର ଡେଟା ଟାଇପଟା କଣ ଆପଣ ଏଇଠୁ ବି ଜାଣିପାରିବେ, ଡିଟେକ୍ଟ କରିଦେବେ। ସେଠି ଦେଖା ଦେଲା ଏବିସି ଏସିଏସି। ଓକେ, ଆମେ ଅଲରେଡି ଜାଣିଥିଲେ ଡିଟେକ୍ଟ ଡେଟା ଟାଇପ। ଓକେ, ଡେଟା ଟାଇପର ଏଠି ଆପଣ ଚେଞ୍ଜ ବି କରିପାରିବେ। ଆପଣ ଡେଟା ଟାଇପ ଏଠି ବି ଚେଞ୍ଜ କରୁଥିଲେ, କାଲି ଦେଖେଇଥିଲେ। ଏଇଠି କ୍ଲିକ୍ କରି ଡେଟା ଟାଇପ ଚେଞ୍ଜ କରିପାରିବେ, ନହେଲେ ଆପଣ ଏଠି ବି କରିପାରିବେ। କିଛି ଜରୁରୀ, ଓକେ, ଆପଣଙ୍କୁ ଲାଗୁଛି ଏ ଜିନିଷ କେହି ମନେ ରଖି ଏଠି କରିବେ, ସମସ୍ତେ ଏଇଠି କରିବେ, ଇଜି ଏଇଠି ନା। ଏଇଠି ଜଣେ ଡେଟା ଟାଇପ ଚେଞ୍ଜ କରିବ, ଏଇଠି ଜଣେ ରିନେମ୍ କରିବ, ଠିକ ଅଛି। ତ ଏସବୁ ଜିନିଷ ପାୱାର ବି ଦେଇଦେଇଛି, କିନ୍ତୁ ଏଗୁଡ଼ା କିଛି ଆମେ କେହି ୟୁଜ୍ କରନ୍ତିନି। ଯୋଉ ଜିନିଷଟା ଏଇଠି ହେଇପାରିବ, ମୁଁ କାହିଁ ଯିବି ସେଠି ଚେଞ୍ଜ କରିବା ପାଇଁ। ଓକେ, ଏବେ ଦେଖନ୍ତୁ, ଏବେ ଏଇ ଯୋଉ ଜିନିଷଟା ଆମେ ୟୁଜ୍ କରନ୍ତି ସେଗୁଡ଼ା ଦେଖନ୍ତୁ। ଫର୍ମାଟ, ମୁଁ ଯେମିତି କହିଲି। ଆଚ୍ଛା, ଆମେ ଫର୍ମାଟରୁ ଷ୍ଟାର୍ଟ କରିବା। ମତେ ଏ ସବୁ ଗୁଡ଼ା ଅପର କେସ୍ ଦରକାର। ଓକେ, ଏ ସବୁ ନେମ୍ ଗୁଡ଼ା ଅପର କେସ୍ ଦରକାର। ମୁଁ ଏଠି ଅପର କେସ୍ ୟୁଜ୍ କଲି, ଦେଖନ୍ତୁ ଏ ସବୁ ନେମ୍ ଗୁଡ଼ା ଅପର କେସ୍ ହେଇଗଲା। ଦେଖାଯାଉ ସମସ୍ତଙ୍କୁ। ଆଚ୍ଛା, ମତେ ଏଠି ଫର୍ମାଟରେ କଣ କରିବାର ଥିଲା, ମତେ ଏଠି ଲୋୟର କେସ୍ କରିବାର ଥିଲା, ତ ମୁଁ ଲୋୟର କେସ୍ କରିଦେଲି। ଓକେ, ଏ ଫର୍ମାଟରେ ଆପଣ କଣ କରିପାରିବେ, କ୍ୟାପିଟାଲାଇଜ ଇଚ୍ ୱାର୍ଡ। ଆମକୁ ସବୁବେଳେ କୁହାଯାଇଛି କି ନେମ୍ର ଫାର୍ଷ୍ଟ ଲେଟରଟା କ୍ୟାପିଟାଲ ହବା ଦରକାର। ତ ମୁଁ ସେଇ ଫର୍ମାଟରେ ଯଦି ଯିବାକୁ ଚାହିଁବି, ତ ମୁଁ କ୍ୟାପିଟାଲାଇଜ ୟୁଜ୍ ୱାର୍ଡ କରିଦେଲି। ବୁଝିଲା? ତ ଏସବୁ ଅଛି। ତାପରେ ଅଛି ଟ୍ରିମ୍, ତାପରେ ଅଛି କ୍ଲିନ୍, ତାପରେ ଆଡ୍ ପ୍ରିଫିକ୍ସ, ଆଡ୍ ସଫିକ୍ସ। ଆଚ୍ଛା, ମୁଁ ଟ୍ରିମ୍ କ୍ଲିନ୍ ଟିକେ ପରେ କହିବି। ମୁଁ ଆଡ୍ ପ୍ରିଫିକ୍ସ ଆଡ୍ ସଫିକ୍ସଟା ବୁଝେଇ ଦଉଛି। ଆଡ୍ ପ୍ରିଫିକ୍ସ କଣ? ଓକେ, ମୁଁ ଆଡ୍ ପ୍ରିଫିକ୍ସ କ୍ଲିକ୍ କଲି। ମୁଁ ପ୍ରିଫିକ୍ସ ମାନେ ଆପଣ ଜାଣିଛନ୍ତି ଆଗରୁ ଆଡ୍ ହବ। ମୁଁ ଲେଟ୍ସ ମିଷ୍ଟର କରିଦେଲି। ଓକେ, ମିଷ୍ଟର ଓକେ କରିଦେବି। ଦେଖନ୍ତୁ ସବୁ ନାଁ ଗୁଡ଼ା ମିଷ୍ଟର ସିନ୍ ପାୱାର୍ସ, ମିଷ୍ଟର କାରୋଲ ଓବେର, ମିଷ୍ଟର ମ୍ୟାରି ବ୍ରାଉନ ଏମିତି ଆସିଗଲା। ବଟ୍ ମତେ ରିଏଲାଇଜ ହେଲା କି ଆ ଭିତରୁ କେତେ ଜଣ ଫିମେଲ ବି ତ ଥିବ, ମୁଁ କାହିଁକି ମିଷ୍ଟର କରିବି। ତ ମୁଁ ସେଠୁ ରିମୁଭ୍ କରିଦେଲି ଷ୍ଟେପକୁ। ଏଗେନ୍ ଫର୍ମାଟକୁ ଯିବେ। ଓକେ, ଆପଣ ଆଡ୍ ପ୍ରିଫିକ୍ସରେ ପୁଣି ଆପଣ ଏଇଟା ଚୁଜ୍ କରିବେ, ଯିଏ ଫିମେଲ ମେଲ୍ ଥିବେ ତା ପାଇଁ ମିଷ୍ଟର, ଯିଏ ଫିମେଲ ଥିବେ ମିସେସ୍, ଆପଣ ଏଇଟା କରିପାରିବେ। ଆଡ୍ ପ୍ରିଫିକ୍ସର କାମ ହେଉଛି ନେମ୍ ଆଗରୁ କିଛି ଲଗେଇବା, ଦେନ୍ ଆଡ୍ ସଫିକ୍ସ। ଆଡ୍ ସଫିକ୍ସରେ ଆପଣ କିଛି ବି ଲଗେଇ ପାରିବେ। ଲେଟ୍ସ ମୁଁ ବିବିଏସ୍ଆର୍, ଆପଣ କିଛି ସ୍ପେସ୍ ଦେବାକୁ ଚାହୁଁଥିବେ ସ୍ପେସ୍ ଦେଇଦେବେ। ଓକେ, କାହିଁକିନା ଆମେ ସ୍ପେସ୍ ଆସିନଥିଲା ଫାର୍ଷ୍ଟ ଟାଇମ୍ଟା। ଦେଖନ୍ତୁ ସ୍ପେସ୍ ସିନ୍ ପାୱାର ସ୍ପେସ୍ ବିବିଏସ୍ଆର୍, କାରୋଲ ଓବେର ବିବିଏସ୍ଆର୍। ଓକେ, ଏମିତି କିଛି ସଫିକ୍ସ ଦେଇଦେବେ। ଏଇଟା ଆପଣ ପାଇବେ କୋଉଠୁ ନା, ଆପଣ ପାଇବେ ଫର୍ମାଟରୁ। ହେଲା, ଲୋୟର କେସ୍ ଅପର କେସ୍ ଗଲା, କ୍ୟାପିଟାଲାଇଜ ଗଲା। ଏବେ ଟ୍ରିମ୍ ଦେଖନ୍ତୁ, କ୍ଲିନ୍ ଦେଖନ୍ତୁ। ଟ୍ରିମ୍ରେ କଣ ନା, ଟ୍ରିମ୍ରେ ଏଠି ଆପଣ ଏବେ କିଛି ରିଏଲାଇଜ କରିପାରିବେନି। ଟ୍ରିମ୍ ଆଉ କ୍ଲିନ୍ରେ ସ୍କ୍ରିନ୍ ଟା ଟିକେ ଜୁମ୍ ହବନି? କଣ କହୁଛନ୍ତି? ସ୍କ୍ରିନ୍ ଟା ଟିକେ ଜୁମ୍ ହବ ସାର୍? ନାଇଁ ନାଇଁ, ଏଇଟା ଜୁମ୍ ହବ ନାହିଁ। ଏଇଟା ହଉଛି ଆପଣଙ୍କର ପାୱାର କରି, ଏଠି ଜୁମ୍ କରିପାରିବାନି ଆମେ। ଆମେ ଜୁମ୍ କରିପାରିବା ସେ ଯୋଉ ରିପୋର୍ଟକୁ, ଏଗୁଡ଼ା ଫ୍ରଣ୍ଟ ଏଣ୍ଡଟା ହଉ ହବ ଠିକ ଅଛି ଏଇଟା। ଠିକ ଅଛି ଛଡା। ହଁ, ଏଇଟା ଏଇଟା ମାକ୍ସିମମ୍ ଏତିକି। ମୁଁ ବି କାଲି ଟ୍ରାଏ କରୁଥିଲି, ଏଟା ଜୁମ୍ ହବନି। ଏଇଟା ଆପଣ ଜୁମ୍ କରିପାରିବେ କୋଉଠି ଗଲେ, ତା ଫ୍ରଣ୍ଟ ଏଣ୍ଡ ଏଇଟାକୁ ଜୁମ୍ କରିପାରିବେ। ଏଇଟାକୁ ଜୁମ୍ କରିପାରିବେ। ଏଇ ଜିନିଷ ଗୁଡ଼ା ଜୁମ୍ କରି ଦେଖେଇ ପାରିବି ମୁଁ ଆପଣଙ୍କୁ। ମାକ୍ସିମାଇଜ୍ କରିପାରିବି, ମିନିମାଇଜ୍ କରିପାରିବି, ସେଠି ହବ ନାହିଁ। ଠିକ ଓକେ, ଅଛି ଠିକ ଅଛି। ତ ଦେଖନ୍ତୁ ଏଠି, ହଁ, ଜଷ୍ଟ ଆମେ କଣ ଦେଖିଥିଲେ, ଟ୍ରିମ୍। ଟ୍ରିମ୍ର କାମ କଣ, ଟ୍ରିମିଂ କରେଇବା।
ଟ୍ରିମିଂ କଣ କରିବ ନା, ମାନି ନିଅନ୍ତୁ ଆପଣ ଏଠି ସିନ୍ ପାୱାର୍ସ ଲେଖିଛନ୍ତି, ଏଠି କିଛି ସ୍ପେସ୍ ରହିଯାଇଛି। ଓକେ, ଏବେ ଏବେ ଆପଣ ଆର ଯୋଉ ଟ୍ରିମ୍ ର କ୍ଲିନ୍ ର ୟୁଜ୍ କେସ୍ ଟା ରିଲେଟ୍ କରିପାରିବେ ନାହିଁ, ବୁଝିପାରିବେ ନାହିଁ, କାହିଁକି ନା ଆପଣଙ୍କୁ ମୁଁ ପ୍ରୋଜେକ୍ଟରେ ଯେତେବେଳେ ଗୋଟେ କରେଇବି ଆପଣ ବୁଝିପାରିବେ, ଯେତେବେଳେ ଡାଟା କ୍ଲିନିଂ ରେ ବୁଝେଇଦେବି। ଏଇଠି ଆପଣଙ୍କର ସେମିତି କିଛି କେସ୍ ନାହିଁ, ଆପଣ ସେତେବେଳେ ବୁଝେଇଦେବେ। ଠିକ ଅଛି, ଏବେ ଖାଲି ମନେ ରଖନ୍ତୁ ଟ୍ରିମ୍ ର କାମ ହଉଛି କଣ ନା, ଏଇ ଯୋଉ ସ୍ପେସ୍ ରହିଯାଇଥିବ ସିନ୍ ପରେ ଦି ତିନିଟା ସ୍ପେସ୍ ରହିଥିବ, ଆପଣ ଜାଣିପାରୁନଥିବେ, ଆପଣ ଦେଖାଉଥିବ ଏଠି ଗୋଟେ ସ୍ପେସ୍ କିନ୍ତୁ ଏକ୍ସଟ୍ରା ଦିଟା ସ୍ପେସ୍ ରହିଥିବ। ଆପଣ ଭାବୁଥିବେ ଦିଟା ସ୍ପେସ୍ ରହିଗଲେ ଅସୁବିଧା ଏମିତି କଣ ହେଇଯିବ କି? ସେଇଟା ଆପଣ ଡେଟା କ୍ଲିନିଂ ରେ ବୁଝେଇବି କଣ ଅସୁବିଧା ରୁହେ, ସେଥିପାଇଁ ଟ୍ରିମ୍ ଦେଇଛି। ଓକେ, ଏତିକି ମନେ ରଖନ୍ତୁ। କ୍ଲିନ୍ କଣ ନା, କ୍ଲିନ୍ ହଉଛି ଆପଣଙ୍କ ଯୋଉଟା ପ୍ରିଣ୍ଟ କରିବାକୁ ଚାହୁଁନଥିବେ। ଓକେ, ଏଠି କିଛି ତାର ୟୁଜ କେସ୍ ହବ ନାହିଁ, ଯାହା ଥିଲା ସେଇଆ। ଏଠି ଟ୍ରିମ୍ କ୍ଲିନ୍ ର କିଛି ୟୁଜ କେସ୍ ନାହିଁ, କାହିଁକି ନା ଏଠି ସେମିତି କିଛି ଭୁଲଭାଲ ହେଇନି ଡେଟା, ତେଣୁକରି ଏଠି କାମ କରିବ ନାହିଁ। ଓକେ, ଆପଣ କିଛି ଜିନିଷ ପ୍ରିଣ୍ଟ କରିବାକୁ ଚାହୁଁନାହାନ୍ତି ତ ସେଗୁଡା ଆପଣ କ୍ଲିନ୍ ମାରିବେ, ବଟ୍ ଏଠି ସବୁ ତ ଆପଣଙ୍କର ପ୍ରିଣ୍ଟ କରେଇ ପାରିବେ। ଏଠି ତ ସବୁ ଗୁଡା ଠିକ ଠାକ ଅଛି, ତେଣୁକରି ଏଠି ଆପଣଙ୍କର ଟ୍ରିମ୍ ଆଉ କ୍ଲିନ୍ କାମ କରିବନି। ଯୋଉଠି କାମ କରିବ ମୁଁ ସେଠି ଦେଖେଇଦେବି। ଓକେ, ଏଇଟା ମନେ ରଖିଥିବେ। ଫର୍ମାଟରେ ଆମର ସବୁ ବୁଝିଲେ, କେବଳ ଟ୍ରିମ୍ ଆଉ କ୍ଲିନ୍ ସେଇଟା ମୁଁ ଦେଖେଇଦେବି ଯୋଉଠି କାମ କରିବ। ଏବେ ଦେଖନ୍ତୁ ସ୍ପ୍ଲିଟ୍ କଲମ। ସ୍ପ୍ଲିଟ୍ କଣ ନା, ସ୍ପ୍ଲିଟ୍ ହଉଛି ଆପଣଙ୍କର ବ୍ରେକ୍ କରିବା, ମର୍ଜ ର ଅପୋଜିଟ ଟା। ଆପଣ ଯଦି ସ୍ପ୍ଲିଟ୍ କରିବେ, କେମିତି ସ୍ପ୍ଲିଟ୍ କରିବାକୁ ଚାହୁଁଛନ୍ତି, ଏଇ ଫୁଲ ନେମ୍ କୁ ଆପଣ କେମିତି ସ୍ପ୍ଲିଟ୍ କରିବାକୁ ଚାହୁଁଛନ୍ତି? ଲେଟ୍ସ ସେ ମୁଁ ବାଇ ଡେଲିମିଟର ସ୍ପ୍ଲିଟ୍ କରିବାକୁ ଚାହୁଁଛି, ତ ମୁଁ ମଝିରେ ସ୍ପେସ୍ ଦେବି। ଓକେ, ତାଙ୍କ ନେମ୍ ମଝିରେ ଲେଫ୍ଟ ମୋଷ୍ଟ ଡେଲିମିଟର କି ରାଇଟ୍ ମୋଷ୍ଟ ଡେଲିମିଟର। ଓକେ, ମୁଁ ଏମିତି ସ୍ପ୍ଲିଟ୍ କରିବାକୁ ଚାହୁଁଛି, ମୁଖ୍ୟ କରିଦେବି। ଦେଖନ୍ତୁ ସିନ୍ ପାୱାର୍ସ ଯେମିତି ଷ୍ଟାର୍ଟିଂ ଥିଲା ଫୁଲ ନେମ୍ ଡଟ୍ ୱାନ୍ ଫୁଲ ନେମ୍ ଡଟ୍ ଟୁ, ସ୍ପ୍ଲିଟ୍ ହେଇଗଲେ। ଓକେ, ବଟ୍ ମୁଁ ତ ରିୟଲାଇଜ କଲି ମତେ ଏଇଟା ଫୁଲ ନେମ୍ ଦରକାର, ମୁଁ କାହିଁ ସ୍ପ୍ଲିଟ୍ କରିବି, ମୁଁ ଆକୁ ଚେଞ୍ଜେସ୍ କରିଦେବି। ଓକେ, ଫୁଲ ନେମ୍ ଆସିଗଲା ଦେଖନ୍ତୁ। ତ ସ୍ପ୍ଲିଟ ରେ ଆପଣ ଡିଫରେଣ୍ଟ ଡିଫରେଣ୍ଟ ଅପସନ, ଲୋୟର କେସ୍ ଟୁ ଅପର କେସ୍ ହିସାବରେ ସ୍ପ୍ଲିଟ୍ କରିପାରିବେ, ଅପର କେସ୍ ଟୁ ଲୋୟର କେସ୍। ଏଗୁଡ଼ା ଆପଣ ଟ୍ରାଏ କରିବେ ବାଇ ପୋଜିଶନ, ବାଇ ନମ୍ବର ଅଫ କ୍ୟାରେକ୍ଟର୍ସ। ନମ୍ବର ଅଫ କ୍ୟାରେକ୍ଟର୍ସ ଆପଣ କେତେଟା ରଖିବାକୁ ଚାହୁଁଛନ୍ତି? ୱାନ୍ସ ଲେଫ୍ଟ ଆଜ ପସିବଲ। ମୁଁ ଦିଟା କ୍ୟାରେକ୍ଟର ରଖିବାକୁ ଚାହୁଁଛି ଲେଫ୍ଟ ରୁ, ଆଉ ବାକି କି ବ୍ରେକ୍ କରିଦେବାକୁ ଚାହୁଁଛି। ତ ଦେଖନ୍ତୁ ଦିଟା କ୍ୟାରେକ୍ଟର ରହିଲା, ବାକି ସବୁ ବ୍ରେକ୍ ହେଇଗଲା। ଆପଣ ସେଇ ହିସାବରେ ସ୍ପ୍ଲିଟ୍ କରିପାରିବେ। ଠିକ, ତ ଇଏ ହେଲା ସ୍ପ୍ଲିଟ୍ କଲମ, ସ୍ପ୍ଲିଟ୍। ଆଚ୍ଛା, ଏବେ ଦେଖନ୍ତୁ ଆମେ ଦେଖିବା ଏକ୍ସଟ୍ରାକ୍ଟ। ଏକ୍ସଟ୍ରାକ୍ଟରେ କଣ କରିବେ? ଲେଟ୍ସ ସେ ମୁଁ ଲେନ୍ଥ ରୁ ଏକ୍ସଟ୍ରାକ୍ଟ କରିବାକୁ ଚାହୁଁଛି। ଦେଖନ୍ତୁ କେତେଟା ଲେନ୍ଥ ଥିଲା, ଏକ୍ସଟ୍ରାକ୍ଟ ହେଇଗଲା। ସବୁ ନେମ୍ ର କେତେଟା ଲେନ୍ଥ ଥିଲା, ବୁଝିପାରିଲେ? ଏଇଟା ଏକ୍ସଟ୍ରାକ୍ଟ କଣ ନା, ତା ନେମ୍ କି ଯେତେଟା ଥିଲା, ଏଇଠୁ କାଉଣ୍ଟ କରନ୍ତୁ 1 2 3 4 5 6 7 8 9 10 11 ସ୍ପେସ୍ ଟା ବି କାଉଣ୍ଟ କରିବେ। ଠିକ, ତ 11ଟା କ୍ୟାରେକ୍ଟର ଥିଲା। ମୁଁ ଏଇ ଏକ୍ସଟ୍ରାକ୍ଟ ରୁ ତା କ୍ୟାରେକ୍ଟର କୁ ପାଇଯିବି ଲେନ୍ଥ। ଆଚ୍ଛା, ମୁଁ ଏକ୍ସଟ୍ରାକ୍ଟ କରିବାକୁ ଚାହୁଁଛି ଓନଲି ଫାଷ୍ଟ କ୍ୟାରେକ୍ଟର୍ସ। ଦେଖନ୍ତୁ କେବଳ, ଆଚ୍ଛା କାଉଣ୍ଟ କେତେଟା ରଖିବାକୁ ଚାହୁଁଛି? ଲେଟ୍ସ ମୁଁ ଗୋଟେ ରଖିବାକୁ ଚାହୁଁଛି, ଏକ୍ସଟ୍ରାକ୍ଟ କରିବି ଗୋଟେରୁ। ଦେଖନ୍ତୁ ଓନଲି ଫାଷ୍ଟ ଲେଟର ଗୋଟିଏ କ୍ୟାରେକ୍ଟର ରଖିବାକୁ ଚାହିଁଲି, ତ ଦେଖନ୍ତୁ କେବଳ ତାଙ୍କ ନେମ ର ଗୋଟିଏ ଗୋଟିଏ କ୍ୟାରେକ୍ଟର ଆସିଲା। ଠିକ, ଏଇଟା ଏକ୍ସଟ୍ରାକ୍ଟ, ଏଇଟା ଏବେ କିଛି ଆମ୍, ଆ, ଦରକାର ନାହିଁ। ଓକେ, ତ ଫାଷ୍ଟ କ୍ୟାରେକ୍ଟର, ଲାଷ୍ଟ କ୍ୟାରେକ୍ଟର, ଟେକ୍ସଟ ବିଫୋର ଡେଲିମିଟର ଟେକ୍ସଟ, ଏଗୁଡ଼ା ଆପଣ ଟ୍ରାଏ କରିପାରିବେ ନିଜେ। ଓକେ, ଆପଣ ରିକ୍ୱାରମେଣ୍ଟ ହିସାବରେ। ଠିକ ଅଛି, ଏତିକି କ୍ଲିୟର। ଏବେ ଯିବା ଆମେ, ଗୋଟେ ଜିନିଷ ମନେ ରଖନ୍ତୁ, ଆକ୍ଚୁଆଲି ଅନେଷ୍ଟଲି ସବୁ ଅପସନ ଗୁଡ଼ା ଆ ଭିତରୁ ୟୁଜ୍ ହୁଏ ନା। ଓକେ, ଅପସନ ତ ବହୁତ ସାରା ଅଛି, ବଟ୍ ଆମର ସବୁବେଳେ ଆପଣ ଯେତେବେଳେ ଡେ ଟୁ ଡେ ଲାଇଫରେ କାମ କରିବେ ପାୱାର ବିଆଇରେ ମାନେ ଅର୍ଗାନାଇଜ ପାଇଁ, ତ ଆପଣ କଣ କରିବେ? ଦେଖନ୍ତୁ ଏଠି ୟୁଜ୍ ଫାଷ୍ଟ ର ଗ୍ରୁପ ବାଇ କଣ ୟୁଜ୍ ହୁଏ, ମୁଁ କହୁଛି ଦେଖନ୍ତୁ। ଗ୍ରୁପ ବାଇ ୟୁଜ୍ ହୁଏ, ୟୁଜ୍ ଫାଷ୍ଟ ରୁ ହେଡର୍ସ ହୁଏ, କାଉଣ୍ଟରେଜ ଦରକାର ପଡେନି, ଟ୍ରାନ୍ସପୋଜ ଦରକାର ପଡେ କେବେ କେବେ, ଏଇ ଆଉ ପିଭୋଟ ଅନ୍ ପିଭୋଟ ଦରକାର, ଆପଣଙ୍କୁ ଅନ୍ ପିଭୋଟ କଲମ୍ସ ଦରକାର ପଡେ, ସ୍ପ୍ଲିଟ୍ ଦରକାର ପଡେ କେବେ କେବେ, ଏତେ ନୁହଁ। ବଟ୍ ଏତିକି ଜିନିଷ ଉପରୁ ଆପଣଙ୍କୁ ଏଇ ଯୋଉ ଗୁଡା କହିଲି, ଏଗୁଡା ସବୁ ବେଶୀ ଦରକାର ପଡେ। ଇଏ କେବେ ଦରକାର ପଡେନି। ଏ ଡେଟ୍ ଆଣ୍ଡ ଟାଇମ ଟିକେ ଦରକାର ପଡେ, ଇଏ ଦରକାର ପଡେନି। ବୁଝିଲେ, ଇଏ କେବେ ଦରକାର ପଡେନି। ଏ ଟ୍ରିଗୋନୋମେଟ୍ରି ଇଏ ସିଏ ଏଗୁଡା ଷ୍ଟାଟିଷ୍ଟିକ୍ସ ଏଗୁଡା କେବେ ଦରକାର ପଡେନି। ବେଶୀ ଡେଟ୍ ଟାଇମ ଆଉ ରହିଲା ଆପଣଙ୍କର ଏଇଗୁଡା ଯେମିତି କହିଲି, ୟୁଜ ଫାଷ୍ଟ ୱାଜ ହେଡର୍ସ, ଅନ୍ ପିଭୋଟ, ପିଭୋଟ, ଏଗୁଡା ଟିକେ ବେଶୀ ୟୁଜ ହୁଏ। ଠିକ ଅଛି, ଫିର ବି ମୁଁ ଆପଣଙ୍କୁ ସବୁ ଶିଖେଇବି ଯାହା ଯାହା ଅପସନ ଅଛି। ଓକେ, ଏବେ ପାର୍ଟସ ଦେଖନ୍ତୁ। ପାର୍ଟସ ରେ ଆପଣଙ୍କର XML ଆଉ ଜେସନ ଯୋଉ ଆମର ଫାଇଲ ଥାଏ, ତାକୁ କନଭର୍ଟ କରିବା ପାଇଁ, ଦେଖନ୍ତୁ କନଭର୍ଟ କରିପାରିଲେନି, ଏଗୁଡ଼ା ନେମ୍ ଥିଲା ହେଲା। ତ ଏଇଟା ୱାନ୍ ଟାଇପ ଅଫ ଆପଣ ଯୋଉ XML ଆଉ ଜେସନ ଯୋଉ ପ୍ରୋଗ୍ରାମିଂ, ଦେଖନ୍ତୁ ଡାଟା ଫର୍ମାଟ ଏରର, XML ପ୍ରୋସେସିଂ ଫେଲ୍ଡ, ଆଇଦର ଇନପୁଟ ଇନଭାଲିଡ। ଓକେ, ଏଗୁଡ଼ା ତା ପାଇଁ ନୁହଁ, ତେଣୁକରି ୟା ପାଇଁ ଏଗୁଡ଼ା ଆମର କିଛି ଦରକାର ନାହିଁ, XML ଆଉ ଇଏ ଆପଣଙ୍କର ଜେସନ ଫାଇଲ ପାଇଁ। ଆଚ୍ଛା, ଏବେ ଆମେ ପୁଣି ଏଠୁ ଦେଖିବା। ଦେଖନ୍ତୁ ମୁଁ ଡିଟେକ୍ଟ ଡାଟା ଟାଇପ ଦେଇ ଦେଇଥିଲି, ଆପଣଙ୍କୁ ରିନେମ୍ ବୁଝେଇ ଦେଇଥିଲି। ଏବେ ଦେଖନ୍ତୁ ରିପ୍ଲେସ ଭ୍ୟାଲୁଜ। ରିପ୍ଲେସ ଭ୍ୟାଲୁଜ ଏଇଟା ଗୋଟେ ନିହାତି ଇମ୍ପୋର୍ଟାଣ୍ଟ। ଏଇ ଜିନିଷଟା ଆପଣଙ୍କୁ ସବୁବେଳେ ପ୍ରୋଜେକ୍ଟରେ ଏଥିରେ କାମ କରିବେ, ଏଇଟା ମନେ ରଖନ୍ତୁ। ରିପ୍ଲେସ ଭ୍ୟାଲୁ ଆଉ ରିପ୍ଲେସ ଏରର,
ହେଲା। ରିପ୍ଲେସ୍ ଭ୍ୟାଲୁ ମୁଁ ଏଠି କଣ କରିବି, ରିପ୍ଲେସ୍ ଭ୍ୟାଲୁ ଦେଖନ୍ତୁ, ଭ୍ୟାଲୁ ଟୁ ଫାଇଣ୍ଡ ମୁଁ ଚାହୁଁଛି ମତେ ଯୋଉଠି ଯୋଉଠି ମୁଁ ଏଗୁଟା ପ୍ରୋଜେକ୍ଟ କଲାବେଳେ ଆପଣଙ୍କୁ ଆଉ ଥରେ ତ ଦେଖେଇବି, ଏବେ ଖାଲି ଏତିକି ବୁଝନ୍ତୁ। ମୁଁ ଯୋଉଠି ଯୋଉଠି ପାୱାର୍ସ ଦେଖିଲି, ଲେଟ୍ସ ସେ ପାୱାର୍ସ, ମୁଁ ଯୋଉଠି ପାୱାର୍ସ, ମୁଁ ସେଠି ପାୱାର୍ସ ନା ମୁଁ ସେଠି ପାୱାର କରିବାକୁ ଚାହୁଁଛି। ଠିକ, ଏଠି ପାୱାର୍ସ ଥିଲା, ଏଠି ଅଟୋମେଟିକ ପାୱାର ହବା ଦରକାର। ଆମେ ଦେଖିବା ହଉଛି କି ନାହିଁ, ଓକେ କରିଦେବି। ଦେଖନ୍ତୁ ପାୱାର ହେଇଗଲା। ତ ଏଇଗୁଡ଼ା ହଉଛି ରିପ୍ଲେସ୍ ଭ୍ୟାଲୁ। ଠିକ, ଏବେ ମୁଁ କଣ କରିବି ନା, ମତେ ଯାହା ପାୱାର୍ସ ଥିଲା ସେ ପାୱାର୍ସ ଦରକାର, ମୁଁ କା ନେମକୁ ଚେଞ୍ଜ କରିବାକୁ ଚାହୁଁନି। ଏବେ ଯୋଉଠି ପାୱାର୍ସ ମୁଁ ତାକୁ ପାୱାର୍ସ କରିଦେବି। ଓକେ, ଏବେ ପାୱାର୍ସ ହେଇଗଲା। ଗଟ୍ ଇଟ୍। ତ ଏଇଟା ହେଲା ରିପ୍ଲେସ୍ ଭ୍ୟାଲୁଜ ହେଲା। ଆଉ ଗୋଟେ ଥିଙ୍ଗ କଣ ଥିଲା, ରିପ୍ଲେସ୍ ଏରର୍ସ। ଯଦି ଆପଣଙ୍କର କିଛି ଏରର ଡେଟା ସେଟରେ ଆସୁଛି, କାଲି ଆମେ ଦେଖିଥିଲେ ଗୋଟେ ଜାଗାରେ ଏରର ଥିଲା, ଗୋଟେ ଥିଲା ନା ଏରର ଗୋଟେ ଜାଗାରେ। ହଁ ହଁ, କାଲି ଥିଲା ସାର୍। କୋଉ କଲମରେ ଗୋଟେ ଏରର ଥିଲା ଆମେ ଦେଖିଥିଲେ। ହଁ, ସେଟା କ୍ଲିନ୍ ହେଇଯାଇଛି। ଓକେ, ଇନ୍ ଫ୍ୟୁଚର ଯେତେବେଳେ ଆମେ ଏରର ଦେଖିବା, ଏଇଠି ଦେଖନ୍ତୁ, ଏଇଠି ନଲ୍ ଅଛି, ଏଇଠି ଦେଖନ୍ତୁ ସାର୍ ନଲ୍ ଏଇଠି ସେଇଟା ଅଛି, ପୁରା ଦେଖାଯାଉଛି ନା? କମ୍ପ୍ଲିଟ ଡାଟା ସେଟ୍ ନେଲା ବେଳକୁ ଏରର ଆସିଥିଲା। ହଁ ହଁ, ଏଇଠି ଦେଖନ୍ତୁ ନଲ୍ ଅଛି, ସମସ୍ତଙ୍କୁ ଦେଖାଯାଉଛି ଏଠି ନଲ୍। ନଲ୍ ମାନେ କଣ? ଏଠି କିଛି ଭ୍ୟାଲୁ ଦିଆହେଇନି, ଏମ୍ପ୍ଟି ଅଛି। ଆଚ୍ଛା, ଏଇଠି ଦେଖନ୍ତୁ ମୁଁ କଣ କରୁଛି, ରିପ୍ଲେସ୍ ଭ୍ୟାଲୁଜରେ ମୁଁ ରିପ୍ଲେସ୍ ଭ୍ୟାଲୁ ଯିବି। ମତେ ଯୋଉଠି ଯୋଉଠି ନଲ୍ ଦେଖାଯାଉଛି, ମୁଁ ସେଇଠି ସେଇଠି ଫିଲ୍ କରିବାକୁ ଚାହୁଁଛି, କେତେ କହିଲେ? 100 ହେଲା। ମୁଁ ଜଷ୍ଟ ଏକ୍ଜାମ୍ପଲ ଦଉଛି। ଓକେ, ମୁଁ ଏଇଟା ଓକେ କରିଦେଲି। ଦେଖନ୍ତୁ ଏଇଠି ଦେଖ ନଲ୍ ଥିଲା, ଏଇଟା 100 ହେଇଗଲା। ଦେଖନ୍ତୁ ଆପଣ କହୁଥିବେ ସାର୍ ଏଇଠି କଣ ନଲ୍ ଥିଲା କି, ନହେଲେ ଆଉ କୋଉଠି ଥିବ? ଦେଖନ୍ତୁ କଲମ ସରି ରୋ ନମ୍ବର 21, 22, 23 ଟିକେ ମାର୍କ କରନ୍ତୁ, ମୁଁ ଆଉ ଥରେ ଦେଖଉଛି ଏଇଟା। 21, 22, 23 ନଲ୍ ଥିଲା ନା? 21, 22, 23 ନଲ୍ ଥିଲା ନା? ନେକ୍ସଟ ଷ୍ଟେପରେ ଦେଖନ୍ତୁ, ସେଇ 21, 22, 23ରେ ନଲ୍ ଏବେ 100 ହେଇଯାଇଛି, କାହିଁକିନା ମୁଁ ନଲ୍କୁ ରିପ୍ଲେସ୍ କଲି 100। ଠିକ୍ ଅଛି, ଆପଣ କହିବେ ସାର୍ 100 ନ କରି ଆପଣ ଆଉ କିଛି ନମ୍ବର କରିପାରିବେନି? ହଁ କରିପାରିବା। ଲେଟ୍ସ ସେ ମୁଁ 329 ଏମିତି ଗୋଟେ ରାଣ୍ଡମ୍ ନମ୍ବର ନେବି। ଓକେ, ଏଇ 329 ଆସିଗଲା, ବୁଝିଲା? ଆଚ୍ଛା, ଆପଣ ଭାବୁଥିବେ ତାହେଲେ ଆମେ ରିପ୍ଲେସ୍ କାହିଁ କରିବା, ଆମେ କଣ ରାଣ୍ଡମଲି କିଛି ଗୋଟେ ଡେଟାକୁ ରିପ୍ଲେସ୍ କରିପାରିବା? ହଁ। କାଲି ଯୋଉ ମତେ ପଚରା ଯାଉଥିଲା ଏଇ ଜିନିଷ, ଆମେ ଏଠି ଡେଟା କଣ ଚେଞ୍ଜ କରିପାରିବା, ଏଇଟା କାଲି କିଏ ପଚାରୁଥିବେ ନା? ହ୍ୟାଲୋ। ଆଜ୍ଞା ଆଜ୍ଞା ସାର୍। ହଁ, ଡେଟା ତ ଆମେ ଚେଞ୍ଜ କରିବା ମାନେ କଣ, ଆମେ ରିପ୍ଲେସ୍ କରାଇ ପାରିବା। ଚେଞ୍ଜ ମାନେ ନୁହେଁ ଯେ ଆପଣ ଏଠି ଅରିଜିନାଲ ସୋର୍ସରୁ ଯାଇ କିଛି ଚେଞ୍ଜ କରିପାରିବେ। नो, ଅରିଜିନାଲ ସୋର୍ସ ଆପଣ ଯାହା ଆସିଥିବ ଆପଣ ତାକୁ ରିପ୍ଲେସ୍ କରିପାରିବେ। ଯେମିତିକି ଆପଣ ଏଠି ସେଣ୍ଟ୍ରାଲ ଆମେରିକା ଅଛି, ଆପଣ ସେଣ୍ଟ୍ରାଲ ଆମେରିକା ନୁହଁ, ଆପଣ ଏଟାକୁ ୟୁଏସଏ କରିବାକୁ ଚାହୁଁଛନ୍ତି, ତ କରିପାରିବେ ୟୁଏସଏ। ଆପଣ କଣ କରିବେ, ରିପ୍ଲେସ୍ ଭ୍ୟାଲୁଜକୁ ଯିବେ। ରିପ୍ଲେସ୍ ଭ୍ୟାଲୁଜ୍ ଯୋଉଠି ଯୋଉଠି ଆପଣଙ୍କୁ ସେଣ୍ଟ୍ରାଲ ଆମେରିକା ଦେଖାଯିବ, ଓକେ, ଆପଣ ସେ ସେଣ୍ଟ୍ରାଲ ଆମେରିକାକୁ ଆମେ କପି କରିଦେବା। ନା, ଏଇଟା କପି କରିଦେଲି ମୁଁ। ତ ମୁଁ ଏବେ ରିପ୍ଲେସ୍ ଭ୍ୟାଲୁକୁ ଯିବି, ଯୋଉଠି ଯୋଉଠି ମୋତେ ସେଣ୍ଟ୍ରାଲ ଆମେରିକା ମିଳିଲା, ମୁଁ ସେଇଠି ସେଇଠି କଣ କରିବି କହିଲେ, ୟୁଏସଏ କରିଦେବି। ଦେଖନ୍ତୁ ୟୁଏସଏ ହେଇଗଲା। ଓକେ, ଆପଣ ଯଦି ସର୍ଚ୍ଚ ବି କରିବେ, ଆଉ ସେଣ୍ଟ୍ରାଲ ଆମେରିକା ଆପଣଙ୍କୁ କୋଉଠି ଦେଖାହବନି, ଦେଖିବେ? ଦେଖନ୍ତୁ ସେଣ୍ଟ୍ରାଲ ଆଫ୍ରିକା, ସେଣ୍ଟ୍ରାଲ ଏସିଆ, ବଟ୍ ଆଉ ସେଣ୍ଟ୍ରାଲ ଆମେରିକା ନାହିଁ। ଏବେ ଆସିଗଲା କଣ, ୟୁଏସଏ। ୟୁଏସଏ, ବୁଝିହେଲା? ତ ସେଥିପାଇଁ ରିପ୍ଲେସ୍ ଭ୍ୟାଲୁ ଆପଣଙ୍କର ଅଛି, କି ଆପଣ ନିଜ ଡେଟା ସେଟରେ ଯଦି ଚେଞ୍ଜ କରିବାକୁ ଚାହୁଁଛନ୍ତି, ଆପଣ ଏଠି ରିପ୍ଲେସ୍ କରିପାରିବେ। ମାନେ ଚେଞ୍ଜ ମାନେ କଣ, ନୁହଁ ଯେ ସେ ସେଣ୍ଟ୍ରାଲ ଆମେରିକାକୁ ଆପଣ ରିମୁଭ୍ କରିକି ଲେଖିଦେବେ ୟୁଏସଏ, ନୋ, ଆପଣ ସେଣ୍ଟ୍ରାଲ ଆମେରିକାକୁ ରିପ୍ଲେସ୍ କରାଇଦେଲେ, ବୁଝିହେଲା? ସେଇଟା ବି ୱାନ୍ ଟାଇପ୍ ଅଫ୍ ଚେଞ୍ଜ, ବୁଝିହେଲା? ତାପରେ ଆପଣ ସେଇଟା ଆପଣ ରିପୋର୍ଟରେ ଶୋ କରିପାରିବେ, ହେଲା? ଆଚ୍ଛା, ଏଇଗୁଡ଼ା କାହିଁ ଦରକାର ହେଇଛି ଦେଖନ୍ତୁ ନା, ମାନି ନିଅନ୍ତୁ ଆପଣଙ୍କ କ୍ଲାଏଣ୍ଟ ଆପଣଙ୍କୁ କହିଲା କି ଲେଟ୍ ସେ ଆପଣ ଏଠି ଯୋଉ ନଲ୍ ଅଛି, ମୁଁ ଯୋଉ ଟିକେ ପୂର୍ବରୁ ଏକ୍ଜାମ୍ପଲ ଆପଣଙ୍କୁ କଣ ଦେଇଥିଲି, ନଲ୍ ଯୋଉଠି ନଲ୍ ଥିଲା, ଆମେ ଏଠି କଣ ପୁଟ୍ କଲେ, 100, ତାପରେ 329। କେସ୍ କଣ, କେସ୍ ହବ ଏଇଟା, ଯେତେବେଳେ ଆପଣଙ୍କ କ୍ଲାଏଣ୍ଟ ଆପଣଙ୍କୁ କହିଲା କି ଆପଣଙ୍କ ଡେଟା ଏଣ୍ଟ୍ରି ମାନେ ଯିଏ ବି ଡେଟା ଦେଇଛି ଆପଣଙ୍କୁ, ସିଏ ଭୁଲରେ ଏଠି ନଲ୍ ପୁଟ୍ କରିଦେଇଛି। ପରେ ସେମାନେ ରିଏଲାଇଜ କଲେ କି ସେ ନଲ୍ ର ଭ୍ୟାଲୁ ଥିଲା 100। ସେମାନେ ଚାହୁଁଛନ୍ତି ଏବେ ଆପଣ ସେଠି 100 ପୁଟ୍ କରିକି ସେ ରିପୋର୍ଟଟା ବନାନ୍ତୁ। ତ ଆପଣ ସେଠୁ କଣ କରିବେ ନା, ରିପ୍ଲେସ୍ ଭ୍ୟାଲୁଜରେ ଯାଇକି ଯୋଉଠି ଯୋଉଠି ନଲ୍ ଥିଲା ସେଇଠି ସେଇଠି 100 କରିପାରିବେ, ବୁଝିହେଲା? ସେଥିପାଇଁ ୟୁଜ୍ କେସ୍ ରହୁଛି ରିପ୍ଲେସ୍ ଭ୍ୟାଲୁଜ୍। କ୍ଲିୟର ଏଭ୍ରିୱାନ୍? यस सर। ठीक है, चलो ଏବେ କରିବା ଗୋଟେ କାମ ଦେଖନ୍ତୁ। ମୁଁ ଇଏ ଇନସର୍ଟ କରିଦଉଛି ଏଟାକୁ। ଦେଖନ୍ତୁ ଏଇ ଯୋଉ ଏରର ଆସିଲା ନା, ଏବେ ଏବେ ଏରର ଆସିଲା। ଆମେ ଟ୍ରାଏ କରିବା ଏଇ ଏରରକୁ ସର୍ଟ କରିବା ପାଇଁ। ଦେଖନ୍ତୁ ଏଇ ରିପ୍ଲେସ୍ ଭ୍ୟାଲୁଜରେ ଯାଇ ରିପ୍ଲେସ୍ ଏରର୍କୁ ଯିବି, ଇନସର୍ଟ କରୁଛି ସେଇଠି ଷ୍ଟେପଟା। ତ ମୁଁ କଣ ଚାହୁଁଛି, ଯୋଉଠି ଯୋଉଠି ଏରର ଥିବ, ହେଲା, ମୁଁ କହିବି
ନା ସେଇଟା ଏରର ନୁହଁ, ମୁଁ ସେ ଡେଟା ଟାଇପ ପାଇଁ ଏରର ମାରି ଦେଇଛି। ଠିକ ଅଛି, ମୁଁ ତାକୁ ପାସ୍ କରେଇ ଦଉଛି। ମୁଁ ଏରର ଯୋଉଠି ଏଣ୍ଟର ଦ ଭ୍ୟାଲୁ which will replace error in the select columns। ନ୍ୟୁମେରିକାଲ କଲମ ଡାକିଲା। ନା ନା ନା, କଣ ହେଇଛି ଦେଖନ୍ତୁ, କଣ ହେଇଛି ଦେଖନ୍ତୁ, ଆପଣ ବୁଝିପାରିଲେ ନା? ଗୋଟେ ଜିନିଷ ଏଠି ଦେଖନ୍ତୁ, ଗୋଟେ ଜିନିଷ ମାର୍କ କରନ୍ତୁ ଏଇଠି। ମୁଁ ଷ୍ଟେପ୍ ଗୁଡ଼ା ଟିକେ ରିମୁଭ୍ କରିଦଉଛି, ନା ବାର ବାର ମତେ ସେ ଷ୍ଟେପ୍ ଆସୁଛି। ଦେଖନ୍ତୁ ଦେଖନ୍ତୁ, ଏଇଠି ଏଇଠି ଆମର ଏରର କାହିଁକି ଆସିଲା କହିଲେ? ଏଇଠି କାହିଁକି ମୁଁ ଏରର ଜାଣି ଜାଣି କଲି ଆପଣ ଶିଖିବା ପାଇଁ? କଣ ପାଇଁ ଏଠି ଏରର ଆସିଲା? କୋଉ କୋଉ ମିଷ୍ଟେକ୍ ଟା କଲି ଏରର ଆସିଲା କହିଲେ? କିଏ ବୁଝିପାରିଲେ ଏଇଟା? ମୁଁ ଡେଟା ଟାଇପ୍ କୁ ରିପ୍ଲେସ ଚେଞ୍ଜ କଲେ କରିଦେଲି। ମୁଁ ଡେଟା ଟାଇପ୍ କୁ ଚେଞ୍ଜ କରିଦେଲି। ଦେଖନ୍ତୁ, ଆଗରୁ ଥିଲା କଣ? ଅର୍ଡର ରିଜିଅନ ଡେଟା ଟାଇପ୍ କଣ ଥିଲା? ଟେକ୍ସଟ ଥିଲା। ମୁଁ ତାକୁ ଜାଣି ଜାଣି କଣ କରିଦେଲି? ମୁଁ ତାକୁ ଜାଣି ଜାଣି କରିଦେଲି ନମ୍ବର। ବଟ୍ ଟେକ୍ସଟ ଟା କଣ ଗୋଟେ ନମ୍ବର କି? ନୁହଁ। ଏଇଥିପାଇଁ ଏରର ଆସିଲା। ଆଚ୍ଛା, ପ୍ରଥମ ମିଷ୍ଟେକ୍ ମୁଁ ଏଇଟା କଲି। ବଟ୍ ଏଇ ଏରର କୁ ରିମୁଭ୍ କରିବା ପାଇଁ ମୁଁ କଣ କଲି? ରିପ୍ଲେସ ଭ୍ୟାଲୁଜରେ ଯାଇକି ଯୋଉଠି ଯୋଉଠି ଏରର, ମୁଁ ସେଇଠି ଗୋଟେ କଣ ଦେଲି? ଲେଟ୍ସ ସେ ମୁଁ ଏଠି ଦବାକୁ ଚାହୁଁଛି ପାସ୍। ବଟ୍ ସିଏ ଏଠି ୱାର୍ଣ୍ଣିଂ ଦେଖେଇ ଦଉଛି। କଣ ପାଇଁ ୱାର୍ଣ୍ଣିଂ ଦେଖଉଛି କିଏ କହିପାରିବେ? କଣ ପାଇଁ ଏଇଠି ପାସ୍ ନଉନି? ନ୍ୟୁମେରିକାଲ କଲମରେ ଆପଣ ଟେକ୍ସଟ ସ୍କୋର ନମ୍ବର କରିବାକୁ ଡାଟା ଟାଇପ ଚାହୁଁଛନ୍ତି ଅଛି। ସେଥିପାଇଁ। ଡେଟା ଟାଇପ୍ ଅଲରେଡି ନମ୍ବର ଅଛି, ସିଏ ଆପଣଙ୍କ ଟେକ୍ସଟ କଣ ପାଇଁ ନବ? ସେ ବେଳୁରୁ କହୁଛି ୟେସ୍। ଆପଣ ତ ଏକରେ ତାକୁ ଭୁଲ କରିକି ଆମେ ଭୁଲ କରୁଛନ୍ତି, ଦୁଇରେ ପୁଣି ତାକୁ ଟେକ୍ସଟ ଦଉଛନ୍ତି, ତ ସିଏ ନାରାଜ ହେଇଗଲାଣି ଏକଦମ। ତ ଆମେ ଏଠି କଣ କରିବା? ସିଏ କହୁଛି ଯଦି ଦବାର ଅଛି ନମ୍ବର ଦିଅ, ତମେ ତ ଏଠି ତାକୁ କହିଛ ନମ୍ବର ବୋଲି ଡେଟା ଟାଇପ, ତ ଏଠି ନମ୍ବର ଦେଲେ ସେ ନେଇଯିବ। ବୁଝିହେଲା? ଦେଖନ୍ତୁ 100 ଦେଇଦେଲି, ଏବେ ସବୁ ଗୁଡ଼ା 100 ହେଇଗଲା। କ୍ଲିୟର ଏଭ୍ରିୱାନ୍? ଆପଣ ଏରରକୁ କେମିତି ହ୍ୟାଣ୍ଡେଲ କରିବେ? ୟେସ୍। ହୁଁ, ତ ଇଏ ଥିଲା ଆମର, ଏଇଟା ରିମୁଭ୍ କରିଦେବା। ହୁଁ, ତ ଇଏ ଥିଲା ଆମର କଣ ବୁଝିଲେ? ରିପ୍ଲେସ ଭ୍ୟାଲୁ ବୁଝିଗଲେ, ଏକୁ ବୁଝିଲେ, ଡେଟା ଟାଇପ ରିନେମ୍ ବୁଝିଗଲେ, ଆଉ ସ୍ପ୍ଲିଟ୍ ଫର୍ମାଟ ଏଗୁଡ଼ା ବୁଝିଗଲେ। ଏବେ ଆମେ ଦେଖିବା ଫିଲ୍। ଫିଲ୍ ରେ କଣ ଅଛି? ଡାଉନ୍ ଅଛି, ଗୋଟେ ଅପ୍ ଅଛି। ଦେଖନ୍ତୁ, ତ ଡାଉନ୍ ଅପ୍ କଣ ରହିଲା ନା, ଲେଟ୍ସ ସେ ଏଇଠି ଯେତିକି ନା ନଲ୍ ଦେଖୁନାହାନ୍ତି କି? ଏଇ ନଲ୍ ଗୁଡ଼ା, ଏଇ 150 ତଳେ ସବୁ ନଲ୍ ଅଛି। ଦେଖାଉ ସମସ୍ତଙ୍କୁ 150 ନଲ୍। ମୁଁ ଏଗୁଡ଼ା ଫିଲ୍ କରିବାକୁ ଚାହୁଁଛି ଏତିକି ବାଟ ଯାଏଁ 150। ତ ମୁଁ ଏଇଠି ଫିଲ୍ ଯିବି, ଏଇଠି ଡାଉନ୍ ଡାଉନ୍ କରିଦେବି। ଓକେ, ଦେଖନ୍ତୁ ଯୋଉଠି 150 ଥିଲା, ଦେଖନ୍ତୁ ଏ ସବୁ ଗୁଡ଼ା 150 ହେଇଗଲା, ଆଉ ନଲ୍ ନାହିଁ। ମନେ ପଡୁଛି ତ ଏଗୁଡ଼ା ସବୁ ନଲ୍ ଥିଲା? ଚलो, ଏଇଟା ମୁଁ ରିମୁଭ୍ କରୁଛି ଏ ଷ୍ଟେପଟା। ଏବେ ମୁଁ ଆପଣଙ୍କୁ ଦେଖେଇବି। ଏଇ ଦେଖନ୍ତୁ, ଏଇ ଦେଖନ୍ତୁ 150 ତ ନଲ୍। ଏବେ ମୁଁ ଚାହୁଁଛି ନା, ଏଇଟା ମୁଁ ଭୁଲରେ 150 କରିଦେଲି, ବଟ୍ ଏଗୁଡ଼ା ମୁଁ ଚାହୁଁଛି 250 କରିବା ପାଇଁ। ତ ମୁଁ ଏବେ କଣ କରିବି? ଏଗୁଡ଼ା ଅଫ୍ କରିଦେଲେ ଏତିକି ବାଟ 250 ହେଇଯିବ ନା? ମୁଁ ଏଇଠି ଫିଲ୍ଡରେ ଯିବି, ଅଫ୍ କରିଦେବି। ଦେଖନ୍ତୁ ପ୍ରୋସେସ୍ ହଉଛି। ଏବେ ଦେଖନ୍ତୁ, ଏଇ ଦେଖନ୍ତୁ ଏଗୁଡ଼ା ସବୁ 250 ହେଇଗଲା, ଏତିକି ଯାଏଁ 150 ଯାଏଁ। ବୁଝି ହଉଛି କି ନାହିଁ? 150 250 ବୋଥ୍ କେସ୍ରେ ମୁଁ କଲି। ହ୍ୟାଲୋ? ଆଚ୍ଛା ଫିଲ୍ଡର କାମ ହେଉଛି କିଛି ଜିନିଷକୁ ଯୋଉଟା କିଛି ନଲ୍ ଅଛି ତାକୁ ଆମେ ଫିଲ୍ଅପ୍ କରିବୁ। ଫିଲ୍ଡର କାମ ହଉଛି ଆପଣ ଯୋଉଠି ଯୋଉଟାକୁ ଚାହିଁବେ ସେଇଠି ସେଇଟାକୁ ଫିଲ୍ଅପ୍ କରିପାରିବେ। ଲାଇକ୍ ଓକେ। ଆପଣ ଯଦି ହଁ ଡାଉନୱାର୍ଡସକୁ ଫିଲ୍ଅପ୍ କରିବାକୁ ଚାହୁଁଛନ୍ତି ଡାଉନ୍ ୟୁଜ୍ କରିବେ, ଫିଲ୍ ଡାଉନ୍। ଅପ୍କୁ ଫିଲ୍ଅପ୍ କରିବାକୁ ଚାହୁଁଛନ୍ତି ଅପ୍। ତ ଆପଣଙ୍କ ପାଖରେ ଯୋଉ ଭ୍ୟାଲୁଟା ଥିବ ସେଇ ହିସାବରେ ସେ ଅପ୍ କି ଡାଉନ୍ କରିବ। ବୁଝିହେଲା? ସେ ନଲ୍ କୁ ରିପ୍ଲେସ୍ କରିବ ସେ। ଏଇଟା ସିନା ହଁ, ର୍ୟାଣ୍ଡମ ଥିଲା ନଲ୍ ବୋଲି ନଲ୍ ବୁଝି ହେଲା ନଲ୍ ଥାଉ କି ହେଲା। ଆପଣଙ୍କର ଏମ୍ପ୍ଟି ଥାଉ କି ଆପଣଙ୍କର କିଛି, ହଁ କଣ କହିଲେ? ଏଇଟା ର୍ୟାଣ୍ଡମ ନଲ୍ ଥିଲା ବୋଲି ସିଏ କରିଦେଲା। ଯଦି ଗୋଟେ ନଲ୍ ଥିବ, ତାପରେ ହଉଛି ଡାଟା ଥିବ, ଗୋଟେ ନଲ୍ ଥିବ ସେ ଡାଟା ଥିବ, ଗୋଟିଏ ନଲ୍ ଏଇଭଳିଆ ହିଁ ହବ, ଲେଖିବ। ଗୋଟିଏ ନଲ୍ ହିଁ ହବ। ଆପଣ ଆପଣଙ୍କ କାମ ହଉଛି ବା ଆପଣଙ୍କର ଏମ୍ପ୍ଟି କି ନଲ୍ କୁ ଆପଣ କରିବେ। ଆଉ ଆପଣ ଏଇଠି କହିବେ ୱେଷ୍ଟର୍ଣ୍ଣ ୟୁରୋପ ଅଛି, ଲେଟ୍ସ ସେ ଆପଣଙ୍କର ଏଠି ୱେଷ୍ଟର୍ଣ୍ଣ ୟୁରୋପରେ ଅଛି, ଆପଣ ଏଟାକୁ ୱେଷ୍ଟର୍ଣ୍ଣ ଆଫ୍ରିକା ୟୁରୋପ କରିବେ। ସେମିତି କଲେ ଫିଲ୍ ହେଲେ କାମ କରିବନି। ସେଠି ଆପଣଙ୍କୁ ରିପ୍ଲେସ୍ କରିବାକୁ ପଡ଼ିବ। ବୁଝିପାରିଲେ? ଫିଲ୍ କେବଳ ସେଇ ଜାଗାରେ ଯୋଉଠି ଏମ୍ପ୍ଟି ଥିବ, ନଲ୍ ଥିବ, ଏଇଟା ସେଇ ଏଇଟା ଜାଗାଟା ଦେଖନ୍ତୁ, ଏଇଟା ଆପଣଙ୍କର। ଏଇଟା ଯୋଉ 50, ଏଇଟା ଏଇଟା 350 ଅଛି। ମନେକର ଏଇଟା 350 ଅଛି। ଟିକେ ତଳକୁ କି ଉପରକୁ ରହିଲା ଏଇଟା। ଏଇଟା 350 ଏଇଟା 250 ଅଛି। ହଁ। ଏଇଟା ଆପଣ ଗୋଟେ ଏଠି ଫିଲ୍ ଅପ୍ 350 କରନ୍ତୁ, ଅଛି। ଡାଉନ୍ କରନ୍ତୁ, କିଛି କିଛି ତାର ଇଫେକ୍ଟ ହବନି। କାହିଁକି? ତାର ଅଲରେଡି ଇଫେକ୍ଟ ଏଗୁଟା ଭ୍ୟାଲୁ ଅଛି, ସେ କାହିଁ ଏଗୁଟା ଚେଞ୍ଜ କରିବ? କରିବନି। କେବଳ ଫିଲ୍ଡଟା କାମ ଆଚ୍ଛା, କରିବ ଯୋଉଟା ଯଦି ଖାଲି ଜାଗା ଆପଣଙ୍କର ଥିବ ସେଇଟା ଓନ୍ଲି ଫିଲ୍ ହବ। ହଁ ହଁ ବାସ୍। ଫିଲ୍ ମାନେ କଣ? ଫିଲ୍ ମାନେ ଯୋଉଠି ଖାଲି ଜାଗାକୁ ଫିଲ୍ କରିବା। ଆପଣ ଗୋଟେ ନମ୍ବର ଥିବ, ଆପଣ ସେଠି କେମିତି ଫିଲ୍ କରିବେ? ସେ ତ ଖାଲି ପାଇବନି ନା, ସେ କେବଳ ଖାଲି ଖୋଜିକି ଫିଲ୍ କରିବ। ଆପଣ ଯଦି ନମ୍ବରକୁ ଆଉ ଗୋଟେ କଣ କରିବାକୁ ଚାହୁଁଛନ୍ତି, ସେଟା ଆପଣ ରିପ୍ଲେସ୍ କରାଇ ପାରିବେ। ବୁଝିପାରିଲେ? ସେଇଥିପାଇଁ ସମସ୍ତଙ୍କର ଫଙ୍କସନ୍ ଆଜ୍ଞା ଅଲଗା ଅଲଗା, ଅଲଗା ଅଲଗା କାମ। ବୁଝିହେଲା ଫିଲ୍? ଆଜ୍ଞା। Yes। ହଁ।
ଏବେ ଆଉ କଣ ରହିଲା ଆମର ୟୁଜ୍ ଫାଷ୍ଟ ୱାଚ୍ ହେଡର୍ସ। ଏଇଟା 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 ମୁଁ ଦେଖେଇବି ଏବେ, କିଛି ମ୍ୟାଟର ନାହିଁ, କିନ୍ତୁ ମୁଁ ଏଇଟା ଗୋଟେ ୟୁଜ୍ କେସ୍ କରି ଦେଖେଇବି, ଆପଣଙ୍କୁ ମଜା ଆସିଯିବ ହେଲା। ମୁଁ ଆପଣଙ୍କ ପାଇଁ ଗୋଟେ ୟୁଜ୍ କେସ୍ ରଖିଛି, ପରେ ଗୋଟେ ଡେଟା ଆଣି ଦେଖେଇବି। ଏବେ ଖାଲି ଏତିକି ମନେ ରଖନ୍ତୁ, ୟୁଜ୍ ଫାଷ୍ଟ ୱାଚ୍ ହେଡର୍ସ କଣ ଦେଖଉଛି ଦେଖନ୍ତୁ। ନା ଆପଣଙ୍କର ଏଇ ଯୋଉ ଫାଷ୍ଟ ରୋଟା ନାହିଁ କି, ଏଇ ଯୋଉ ଫାଷ୍ଟ ରେଡ୍ ଯୋଉଟା ଅଛି ସେଇଟା ହେଡିଙ୍ଗ ହେଇଯିବ, ଏଗୁଡା ରହିବନି। ଦେଖନ୍ତୁ ୟୁଜ୍ ଫାଷ୍ଟ ୱାଚ୍ ହେଡର୍ସ, ଦେଖନ୍ତୁ ସେଇଗୁଡା ବୁଝିପାରିଲେ ନା। ଏଟା ଜଣଙ୍କ ନାଁ ଥିଲା ସିନ୍ ପାୱାର, ସେଗୁଡା କ୍ୟାମ୍ପିଂ ହ୍ୟାକିଂ କଞ୍ଜ୍ୟୁମର, ଦେଖୁଛନ୍ତି ନା। ତାକୁ ଏତେ ଟାଇମ କଣ ପାଇଁ ଲାଗିଲା କହିଲେ, ସେଗୁଡା ସବୁ ଡେଟା ଟାଇପ କୁ ବି ସିଲେକ୍ଟ କଲା, କାହାର କୋଉ ଡେଟା ଟାଇପ, ବୁଝିପାରିଲେ। ହୁଁ ସିନ୍ ହୁଁ ପାୱାର ସେଗୁଡା ଟେକ୍ସଟ ଡେଟା ପାଇଁ, ବୁଝିପାରୁଛନ୍ତି କି ନାଇଁ। ସବୁ ଅଟୋମେଟେଡ ସାର୍ ସେଟିଂ ଯୋଉ ଏଟାର ହେଇକି ଆପଣ ରହୁଛି। ବେନିଫିଟ ଫାଷ୍ଟରେ କଣ ହେଲା ଏଟା ଦେଖେଇଥିଲେ ତ? ହଁ ହଁ, ବାସ୍ ବାସ୍, ଏଇ କ୍ୱେଶ୍ଚନ ଟା ଯୋଉ ପଚାରିବେ ବୋଲି ପାୱାର ମୁଁ ବିଆଇଟା କହିଲି। ଅଟୋମେଟିକ କରୁଛି ସେଇଟା ନା, ଏଇଟା ଆଗ। ହଁ ହଁ ହଁ, ସେଇ କ୍ୱେଶ୍ଚନ ଟା ପଚାରିବା ପାଇଁ କାହିଁକି ୟୁଜ୍ ପ୍ରୋ ଫାଷ୍ଟ ରୋ ଏଟା ବେନିଫିଟ କାହିଁକି, ମୁଁ ସେଇଥିପାଇଁ ଟିକେ ଆଗରୁ କଣ କହିଲି, ଆର ଗୋଟେ ୟୁଜ୍ କେସ୍ ନେଇକି ଦେଖେଇବି, ଆପଣଙ୍କୁ ମଜା ଆସିଯିବ। ଏବେ ଆପଣଙ୍କୁ ରାଣ୍ଡମ ଲାଗୁଥିବ, ହଁ ଏଟା ଫାଷ୍ଟ ରୋ ହେଡର, ସେଟା ହେଡର ସାଇଜ ଫାଷ୍ଟ ରୋ, ଏମିତି କିଛି ଆମକୁ ମଜା ଆସୁନି। କଣ ଆର ଯୋଉ ୟୁଜ୍ କେସ୍ ଟା ଅଛି ମୁଁ ଦେଖେଇବି, ମଜା ଆସିଯିବ, ଠିକ ଅଛି। ଏବେ ଦେଖନ୍ତୁ, ରୋ ଆଇଡି ଅର୍ଡର ଆଇଡି ଯେମିତି ଥିଲା ଠିକ ଠାକ ହେଇଗଲା। ୟୁଜ୍ ଫାଷ୍ଟ ରୋ ଆଜ ହେଡର୍ସ, ଆପଣ ଏଇଟା ବି କରିପାରିବେ, ୟୁଜ୍ ହେଡର ଆଜ ଫାଷ୍ଟ ରୋ, ମାନେ ହେଡିଙ୍ଗ ରେ ଯିଏ ଅଛି ତାକୁ ବି ଆପଣ ଫାଷ୍ଟ ରୋ କରିପାରିବେ ଏଇ ଅପସନରେ। ୟୁଜ୍ ହେଡର୍ସ ଆଜ ଫାଷ୍ଟ ରୋ, ରୋ ଆଇଡି ଟା ଦେଖନ୍ତୁ ଫାଷ୍ଟ ରୋ କୁ ପଳେଇ ଆସିବ। ଆଚ୍ଛା, ଏବେ ୟୁଜ୍ କେସ୍ ଟା ମୁଁ କହୁଛି ଶୁଣନ୍ତୁ ଖାଲି ଏତିକି, ଯେତେବେଳେ ୟୁଜ୍ କେସ୍ ଆସିବ ଆପଣ ଦେଖିବେ, ସେତେବେଳେ ଫିଲ୍ କରିପାରିବେ। ଏବେ କଣ ହେଇଛି ଦେଖନ୍ତୁ ନା, ଆପଣ ଯେତେବେଳେ ଗୋଟେ ଡେଟାକୁ ଲୋଡ କରିବେ, ଲେଟ୍ ସେ ପାୱାର ବିଆଇ ସେ ଡେଟାକୁ ଆପଣଙ୍କ ବୁଝିପାରିଲା ନାହିଁ, ଆପଣଙ୍କୁ ସେ ଏମିତି ଦେଇଦେଇଛି। ମୁଁ ଆଜି ଷ୍ଟାର୍ଟିଂରୁ ଯୋଉ ଦେଖଉଥିଲି, ଆମର ସୋର୍ସ ନାଭିଗେସନ ଏମିତି ଆସୁଥିଲା ନା, କଲମ 1 କଲମ 2 କଲମ 3 କଲମ 4 ଏମିତି ଆସୁଥିଲା ନା। ବଟ୍ ଆପଣ ରିଏଲାଇଜ କଲେ କି ରୋ ଆଇଡି ଅର୍ଡର ଡେଟ୍ ବେଳେ ବେଳେ ଏମିତି ହୁଏ। ପାୱାର ବିଆଇ ରେ ଯେତେବେଳେ ଡେଟା ଲୋଡ କରିଦେବେ, କେବେ କେବେ ପାୱାର ବିଆଇ ବି ଆପଣଙ୍କ ଡେଟାକୁ ବୁଝିପାରେ ନା। ଏମିତି ନୁହେଁ ଯେ ଏଇଟା ଆପଣ ଷ୍ଟ୍ରେଟ୍ ଡେଟା ବୋଲି ପାୱାର ବିଆଇ ବୁଝିଲା, କେବେ କେବେ ପାୱାର ବିଆଇ ବି ବୁଝିପାରେ ନା ଆପଣଙ୍କ ଡେଟାକୁ, ବୁଝିଲେ। ଲେଟ୍ସ ସେ ଏଠି କିଛି ଓଡିଆରେ ଲେଖା ଅଛି, ପାୱାର ବିଆଇ ବୁଝିପାରିବନି, ଅବଭିୟସଲି ବୁଝିପାରିବନି, ଠିକ ଅଛି। ବଟ୍ ଆପଣ ଏଠି କଣ ରିଏଲାଇଜ କଲେ କି ରୋ ନମ୍ବର 1 ରେ ରୋ ଆଇଡି ଅର୍ଡର ଡେଟ୍ ଏମିତି ଅଛି, ଆଉ 2 ରେ ଅଛି ତାର କିଛି ଭ୍ୟାଲୁ। ବଟ୍ ଆପଣଙ୍କୁ ଏଇଟା ଦେଖିବାକୁ ଠିକ ଲାଗୁଛି କି, ଗୋଟେ ରୋ 1 ରେ ଗୋଟେ ହେଡିଙ୍ଗ ବାଲା ଜିନିଷ ରହୁଛି, ଆଉ ରୋ 2 ରେ ତା ଭ୍ୟାଲୁ ରହୁଛି, ଆପଣଙ୍କୁ ଏଇଟା ଦେଖିବାକୁ ଠିକ ଲାଗୁଛି କି, ଲାଗୁନି। ମେ ବି ପାୱାର ବି ହୁଁ ବୁଝିପାରୁନି ବୋଲି କରିନି, ବଟ୍ ଆପଣ ଏଠି ରିଏଲାଇଜ କଲେ କି ନା ଏଇଟା ଏମିତି ହବା କଥା ନୁହେଁ, ଏଇଟା ହେଡିଙ୍ଗ ହେଲେ ଟିକେ ସୁନ୍ଦର ଲାଗିଥାନ୍ତା। କଲମ ର ହେଡିଙ୍ଗ ଅର୍ଡର ଆଇଡି ଅର୍ଡର ଡେଟ୍ ଫୁଲ ନେମ୍ ଏମିତି ହେଇଥିଲେ ସୁନ୍ଦର ଲାଗିଥାନ୍ତା। ଆପଣ ତାକୁ କଣ କଲେ, ସାଙ୍ଗେ ସାଙ୍ଗେ ଯାଇକି ୟୁଜ୍ ଫାଷ୍ଟ ରୋ ହେଡର ଯାଇକି ୟୁଜ୍ ଫାଷ୍ଟ ୱାଚ୍ ହେଡର୍ସ କରିଦେବେ। ଏବେ ଦେଖନ୍ତୁ, ଏଇଟା ହେଲା ତାର ୟୁଜ୍ କେସ୍। ଟିକେ ଟାଇମ ଲାଗୁଛି। ଏବେ ଦେଖନ୍ତୁ, ରୋ ଆଇଡି ଆସିଗଲା, ଅର୍ଡର ଆଇଡି, ଏବେ ଦେଖିବାକୁ ସୁନ୍ଦର ଲାଗିଲା ଜିନିଷଟା, ବୁଝିପାରିଲେ କି ନାହିଁ। ଏଇଟା ହଉଛି ତାର ୟୁଜ୍ କେସ୍। ଆକ୍ଚୁଆଲି ଏ କାମ କଣ, ଆମେ କାହିଁକି ଏଟାକୁ ଇଏ କରିପାରିବା କରୁଛନ୍ତି? ହଁ, ମୁଁ ସେଇଟା କହିଲି ବା, ଯେତେବେଳେ ଆପଣ ଡାଟା କିଛି ଗୋଟେ ଲୋଡ କରିଦେଲେ, ପାୱାର ବିଆଇ ସେଟା ହୁଁ। ବୁଝିପାରିଲା ନାହିଁ, ଆପଣଙ୍କୁ ହେଡିଙ୍ଗ ଠିକ ସେ ଦେଇପାରିଲା ନାହିଁ, ଆପଣ ସେଇଠି ୟୁଜ୍ ଫାଷ୍ଟ ୱାଚ୍ ହେଡର୍ସ କରିକି ସେ ରୋ 1 ଟାକୁ ହେଡିଙ୍ଗ କରିଦେବେ, ବୁଝିହେଲା। ସିଏ ଯଦି ଏବେ କଲମ 1 କଲମ 2 ଏଗୁଡା ଦେଇଦବ, ବୁଝିପାରିବନି, ଆମେ ସେଟାକୁ ଚେଞ୍ଜ କରିବା। ହଁ 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 ହଁ, ଯେତେବେଳେ ଆପଣ ଏମିତି କିଛି କେସ୍ ଦେଖିବେ ଚେଞ୍ଜ କରିବେ। ଦେଖନ୍ତୁ, ଏମିତି ନାହିଁ ଯେ ରାଣ୍ଡମଲି ଆପଣ ଯେମିତି ଗୋଟେ କେସ୍ ଦଉଛି, ଆପଣଙ୍କର କୋଉଠି ଏମ୍ପଟି ନଥିବ, ଆପଣ ସେଠି କାହିଁ ଫିଲ୍ କରିବେ, ବୁଝିପାରିଲେ। ଯଦି ଆପଣ ଏମ୍ପଟି ଥିବ ଆଉ ଆପଣ ଫିଲ୍ କରିବାକୁ ଥିବ, ଦେନ୍ ଆପଣ ଫିଲ୍ କରିବେ। ଆପଣଙ୍କୁ କଣ ଏଇଟା ମୁଁ ଶିଖଉଛି ବୋଲି ଆପଣ ଗୋଟେ ଡେଟା ଟାଇପ କି ନେଇକି ଆପଣ ଜାଣି ଶୁଣି ସେଠି ଫିଲ୍ କରିବେ, ଜାଣି ଶୁଣି ଖୋଜି ଖୋଜି କହିବେ କି ଏଠି ଫିଲ୍ ମୁଁ କରିଦେବି, ଏଠି ଏମ୍ପଟି ଅଛି ଫିଲ୍ କରିଦେବେ। ଆପଣଙ୍କ କ୍ଲାଏଣ୍ଟ ଯଦି କହିନି ଆପଣ ଏମ୍ପଟି ଫିଲ୍ କରିବା ପାଇଁ, ଆପଣ କାହିଁ ଫିଲ୍ କରିବେ। ଆପଣ ଯଦି ସେ ଜାଣି ଶୁଣିକି ନଲ୍ ରଖିଛି, ସତରେ ତାର କିଛି ଭ୍ୟାଲୁ ନାହିଁ, ଆପଣ ସେଠି କାହିଁ ଜବରଦସ୍ତି ଫିଲ୍ କରିବେ, ବୁଝିପାରୁଛନ୍ତି ନା। ଯୋଉ ଜିନିଷଟା ହୁଁ। ଆପଣ ଏଗୁଡା ସବୁ ୟୁଜ କେସ୍ ଶିଖଉଛି, କି ଆପଣ ଯଦି ଫ୍ୟୁଚରରେ ଡେଟାରେ ଏମିତି କିଛି ଜିନିଷ ମିଳେ, ଆପଣଙ୍କୁ ଦେଖେଇବି, ମୁଁ ପ୍ରୋଜେକ୍ଟ ନେଇ ଯେତେବେଳେ କରେଇବି, ଆପଣ ସେତେବେଳେ ରିଏଲାଇଜ କରିବେ କି ଏଇ ଜିନିଷ ଗୁଡା ଆମକୁ ଏଇଥିପାଇଁ ଶିଖା ହେଇଥିଲା, ବୁଝିଲେ। ଆପଣ କଣ ପାଇଁ ଦରକାର ପଡିବ ଫିଲ୍, କଣ ପାଇଁ ଦରକାର ପଡିବ ରିପ୍ଲେସ୍, କଣ କି ଆମେ ଏରରକୁ ରିପ୍ଲେସ୍ କରିବା, କଣ ପାଇଁ ରିପ୍ଲେସ୍ ଆମେ କରିବା, ନଲ୍ ଭ୍ୟାଲୁଜକୁ ରିପ୍ଲେସ୍ କରିବା, ସ୍ପ୍ଲିଟ୍ କାହିଁ କରିବା, ଫର୍ମାଟ କାହିଁ କରିବା, ଏକ୍ସଟ୍ରାକ୍ଟ କାହିଁ କରିବା। ଏବେ ଆପଣଙ୍କୁ ଖାଲି ଦେଖା ହଉଛି କି ଏଇ ଜିନିଷ ଗୁଡାର କାମ ହଉଛି ଏଇଆ, ଏତିକି ମନେ ରଖନ୍ତୁ। ୟା କାମରେ ଆପଣ ହେଡର କୁ ଫାଷ୍ଟ ରୋ ହେଡର କରିପାରିବେ, ୟା କାମରେ ଡାଟା ଟାଇପକୁ ଡିଟେକ୍ଟ କରିବେ, ଏ ସମସ୍ତଙ୍କ ଅଲଗା ଅଲଗା କାମ। କେବଳ ରୁଲ୍ସ ଗୁଡା ମନେ ରଖନ୍ତୁ। ଆପଣ ବୁଝିଲେ, ଆପଣ ତ କ୍ରିକେଟ ଖେଳିବାକୁ ଯିବେ,
ଆପଣ ସିନା ସବୁ ସର୍ଟ ଗୁଡା ଶିଖିଥିଲେ, ବାଉନ୍ସର ବଲ୍ ଆସିଲେ ଆପଣ ବାଉନ୍ସର ବଲ୍ ପାଇଁ ଆପଣ ଅପର କଟ୍ ଲଗେଇବେ। ଆପଣ ଯଦି ସେଇଠି କହିବେ ବାଉନ୍ସ ବଲ୍ କୁ ମୁଁ ପୁଲ୍ କରିବି, କି ବାଉନ୍ସ ବଲ୍ କୁ ମୁଁ ଷ୍ଟ୍ରେଟ୍ ଡ୍ରାଇଭ୍ ଖେଳିବି, କଭର ଡ୍ରାଇଭ୍ ଖେଳିବି, ହେଇପାରିବନି କେବେ। ବାଉନ୍ସ ବଲ୍ କୁ କେହି କଭର ଡ୍ରାଇଭ୍ କେମିତି ଖେଳିବ? କିନ୍ତୁ ସବୁ ପ୍ରକାର ସେଇ ଏ ସବୁ ସବୁଗୁଡା ରୁଲ୍ ଶିଖନ୍ତୁ। ଯେତେବେଳେ ପ୍ରୋଜେକ୍ଟରେ ଯୋଉ କାମଟା ଆସିବ ସେଇ ହିସାବରେ ଆପଣ ଚେଞ୍ଜେସ୍ ଚାଞ୍ଜେସ୍ କରିବେ। ବୁଝିହେଲା ଟିଲ୍ ନାଉ ସମସ୍ତଙ୍କୁ? ଏତିକି ଯାଏଁ ଯାହା ଏକ୍ସପ୍ଲେନ କଲେ। ହଁ ବୁଝିଲି। ଦେଖନ୍ତୁ ମୁଁ ଟ୍ରାନ୍ସପୋଜ କଲେ କଣ ହବ ନା କଲମ ଗୁଡା ଯାହା ଥିଲା ରୋ ହେଇଯିବ। ଆଇ ମିନ୍ କହିପାରିବେ ରୋ ଗୁଡା ଯାହା ଥିଲା ସବୁ କଲମ ହେଇଯିବ। ହେଲା ଏଇ ଯୋଉ C1 C2 C3 ଏଗୁଡା ସବୁ ଆସିଥିଲା ଆମର ରୋ ୱାଇଜ ନେମ୍ ଗୁଡା ଆସିଥିଲା ନା, ଏଗୁଡା ସବୁ କଣ ହେଇଗଲା କଲମ ୱାଇଜ ଆସିଗଲା। ଆଉ ଆପଣ ନେମ୍ ଗୁଡା ଦେଖନ୍ତୁ ସିନ୍ ପାୱାର ସ୍କାରଲ ଓଭର ଏଗୁଡା ସବୁ ଥାର୍ଡ କଲମ ରେ ଆସୁଥିଲା, ଏଗୁଡା ଦେଖନ୍ତୁ ସବୁ ଫୋର୍ଥ କଲମ ରେ ଆସୁଥିଲା, ଫୋର୍ଥ ରୋଜ ରେ ହେଇଗଲା। ବୁଝିପାରିଲେ ନାଇଁ? ଦେଖନ୍ତୁ ଏଇଠି ଥିଲା ଏମିତି ସି C1658 1 2 3 4 5 ସେଗୁଡା ସବୁ କଲମରେ ଆସୁଥିଲା। ମୁଁ ଯେତେବେଳେ ଟ୍ରାନ୍ସପୋଜ ମାରିଦେଲି ଏଗୁଡା କଣ ହେଇଗଲା, ଏଗୁଡା ସବୁ ରୋଜ ହେଇଗଲା। ଆପଣ ଯଦି ଫ୍ୟୁଚରରେ ଚାହିଁବେ କଣ କଣ ନା ଏଗୁଡା ରୋ ୱାଇଜ ଦେଖିବା ପାଇଁ ଡେଟାକୁ, ଆପଣ ସେଠି ଟ୍ରାନ୍ସପୋଜ ୟୁଜ କରିପାରିବେ। ଏଇ ଦେଖନ୍ତୁ 1 2 3 4 5 6 ଏମିତି ହେଇଗଲା। ନେମ୍ ଗୁଡା ବି ସିନ୍ ପାୱାର ସ୍କାରେଲ ଓଭର ମାରି ବ୍ରାଉନ ମାରି, ବୁଝିପାରୁଛନ୍ତି କି ନାଇଁ? ହ୍ୟାଲୋ। ଆଜ୍ଞା। यस सर। ହଁ ଏଗୁଡା ହେଇଗଲା ଆଜ୍ଞା। ଟ୍ରାନ୍ସପୋଜ। ଟ୍ରାନ୍ସପୋଜ ରେ ଆପଣ ରୋ କୁ କଲମ, କଲମ କୁ ରୋ କରିପାରିବେ। ଠିକ। बट सर प्रैक्टिकल यूज केस केତେବେଳେ ରହିବ? କଣ ଶୁଭା ଯାଉନି, କଣ କହୁଛନ୍ତି? सर प्रैक्टिकल यूज केस केତେବେଳେ ହବ ଏଟା ट्रांसपोर्ट? ୟୁଜ କେସ୍ କଣ ଅଛି ଆର? यस सर। ଦେଖନ୍ତୁ ୟୁଜ କେସ୍ ତ ବହୁତ ସାରା ଅଛି। ଯେମିତି କି ଲେଟ୍ସ ସେ ଆପଣଙ୍କର ଏଇଟା ଦେଖନ୍ତୁ ରିଭର୍ସ ରୋଜ କରିଦେଲେ। ରିଭର୍ସ ରୋଜ କଣ ନା ତଳ ରୋ ଟା ଉପରକୁ ପଳେଇ ଆସିବ, ଉପର ରୋ ଟା ତଳକୁ ପଳେଇବ। ହେଲା ପୁରା ଉଲ୍ଟା ପଲଟା ହେଇଯିବ। ଠିକ ଅଛି, ଯିଏ ଲାଷ୍ଟ ଥିଲା ଫାଷ୍ଟ କୁ ପଳେଇଲା। ଦେଖନ୍ତୁ ଏଇଗୁଟା ଫାଷ୍ଟ ରେ ଥିଲା ନା, ଏ C1 C2 ଆଉ ତା ନେମ୍ ଗୁଡା ଫୋର୍ଥ ରେ ଥିଲା, ଏବେ ନେମ୍ ଗୁଡା ତଳ ଆଡୁ ଫୋର୍ଥ ହେଇଗଲା। ହେଲା ଆମେ ଏଟା ରିଭର୍ସ କରିଦେଲେ। ୟୁଜ କେସ୍ କଣ ଅଛି ଶୁଣନ୍ତୁ। ଲେଟ୍ସ ସେ ଆପଣ ଗୋଟେ ସିଟ୍ ଆସିଛି, ଏକ୍ସେଲ ସିଟ୍ ଆସିଛି, ସେଥିରେ ଆପଣ ରିୟଲାଇଜ କଲେ ତା ନେମ୍ ଗୁଡା ଦେଖନ୍ତୁ ନର୍ମାଲି ଆପଣଙ୍କର ଏଇଠି 1 2 3 4 ନେମ୍ ଗୁଡା ଏମିତି ରହିଲେ ସୁନ୍ଦର ଲାଗେ। ସିଏ ଏମିତି ନେମ୍ ଗୁଡା ପକେଇ ଦେଇଛନ୍ତି। ନେମ୍ ଗୁଡା ଏଠି ଗୋଟେ ନେମ୍, ଏଠି ଗୋଟେ ନେମ୍, ଏଠି ଗୋଟେ ନେମ୍, ଏଠି ରୋଲ ନମ୍ବର ଏମିତି ପୁଟ୍ କରିଛନ୍ତି। ଆପଣ ସେଠି ରିୟଲାଇଜ କଲେ ନା ଏଟା ରୋ ୱାଇଜ ହେଇଥିଲେ ଭଲ ହେଇଥାନ୍ତା ନେମ୍ ଗୁଡା, ତ ଆପଣ ସେଇଠି କଣ କରିବେ ଟ୍ରାନ୍ସପୋଜ କରିବେ। ବୁଝିହେଲା? ଆପଣଙ୍କ ହିସାବରେ ଆପଣ ଡେଟାକୁ ଯେମିତି ଚେଞ୍ଜ କରିବାକୁ ଚାହିଁବେ ଏଇଗୁଡା ଗୋଟେ ଗୋଟେ ଅପସନ। କୋଉଠି ଟ୍ରାନ୍ସପୋଜ କରିବାକୁ ପଡିବ, କୋଉଠି ରିଭର୍ସ କରିବାକୁ ପଡିବ। ରିଭର୍ସ ରୋଜ କଣ ନା ଲେଟ୍ସ ସେ ଆପଣଙ୍କର ଗୋଟେ ଫିଲ୍ କଲେ ଏଗୁଡା ମାନେ ଭ୍ୟାଲୁ ଗୁଡା ଲେଟ୍ସ ସେ ଗୋଟେ IPL ପଏଣ୍ଟ ଟେବୁଲ। IPL ପଏଣ୍ଟ ଟେବୁଲରେ ଆପଣ ଦେଖିଲେ କି ଆପଣଙ୍କ ଫେଭରାଇଟ ଟିମ୍ ଟା ତଳେ ରହିଯାଇଛି CSK, ଏଟା ଆପଣ ତାକୁ ଉପରେ, ମୁଁ ଜଷ୍ଟ ଗୋଟେ ଜୋକ୍ କହୁଛି, CSK ତଳେ ରହିଛି ଆପଣ ଏଟା ଉପରେ ଆଣିବାକୁ ଚାହୁଁଛନ୍ତି, ଆପଣ ସେଇ ଉପରେ ଆଣିକି ଆପଣ ଏଟାକୁ ରିପୋର୍ଟ ବନାଇବାକୁ ଚାହୁଁଛନ୍ତି, ତ ଆପଣ ରିଭର୍ସ ରୋଜ ମାରିଦେବେ, CSK ପୁରା ଉପରକୁ ପଳେଇ ଆସିବ। ଜଷ୍ଟ ଜୋକ୍। ଠିକ। ତ ସେମିତି ଯୋଉଟା ୟୁଜ କେସ୍ ପଡିବ ସେଇ ହିସାବରେ ଆପଣ ଏଗୁଡା ଚେଞ୍ଜେସ୍ ଚାଞ୍ଜେସ୍ କରିବେ। ଏମିତି ନାହିଁ ଯେ ଆପଣଙ୍କୁ ଏଗୁଡା କୁହାହେଇଛି ମାନେ ଆପଣ ସବୁଥିରେ ଆପ୍ଲାଏ କରିବେ। ନ ଯୋଉଠି ଯୋଉଟା ଦରକାର ପଡିବ। କିନ୍ତୁ ଏଗୁଡା ସବୁ ହଉଛି डाटा ଗୋଟେ ଗୋଟେ देखिए ଆର काम ରୁଲ, କରିବାର ଆପଣ ଏଟା ଅଛି। ମନେ ରଖନ୍ତୁ। ହଁ ହ୍ୟାଲୋ। बोल सर डाटा देखिए काम କରିବାର ଅଛି, କୋଉଟା ଗୋଟେ ୟୁଜ ହବ। ହଁ ଆପଣ ଏଇ ସବୁ ଗୁଡା ମନେ ରଖନ୍ତୁ। ଏଇ ମୁଁ କାହାର କଣ କାମ କଲେ ପଚାରିବି ନେକ୍ସଟ କ୍ଲାସ ହେଲା। ଏଗୁଡା ସବୁ ଆଜି ପ୍ରାକ୍ଟିସ କରିଥିବେ, ପଚାରିବି କାଲି। ହିଲ୍ ର କାମ କଣ, ପିଭଟ ଅନ୍ ପିଭଟ ଏଟା କହିନି ମୁଁ, କହି ପିଭଟ ଅନ୍ ପିଭଟ କେବଳ ରହିଲା। ରିପ୍ଲେସ ଭ୍ୟାଲୁ, ରିପ୍ଲେସ ଏରର୍ସ କେମିତି କରିବେ, ଭ୍ୟାଲୁ କେମିତି ରିପ୍ଲେସ କରିବେ, ମୁଭ୍ କେମିତି କରାଇବେ, ସ୍ପ୍ଲିଟ୍ କେମିତି କରାଇବେ, ଫର୍ମାଟ କେମିତି କରାଇବେ। ଓକେ। ଟ୍ରାନ୍ସପୋଜ ଆଜି ଏତିକି ବାସ୍ ମନେ ରଖନ୍ତୁ, ଏତିକି ଜିନିଷ ଆପଣ ପ୍ରାକ୍ଟିସ କରନ୍ତୁ। ଆଉ ନେକ୍ସଟ କ୍ଲାସରେ ଏଗୁଡା ସବୁ ସରିଯିବ। କାହିଁକିନା ଫାଷ୍ଟ କ୍ଲାସରେ सर ଆପଣ से ଏତିକି कन्वर्ट ଏତିକି ଜିନିଷ लिस्ट ଅଛି ସେଟା କଣ सर? ଶିଖିଗଲେ ମାନେ ଆଡ କଲମ, ଭ୍ୟୁ, ଟୁଲସ ଏଗୁଡା ବେଶୀ ସମୟ ଲାଗିବ ନାହିଁ। ଠିକ ଆମର ପାୱାର କ୍ୱେରି ଏଡିଟର ନେକ୍ସଟ କ୍ଲାସରେ ସରିଯିବ। ତାପରେ ଆମେ ଶିଖିବା ଡାକ୍ସ, ତାପରେ ଆମେ ଶିଖିବା ଡେଟା ମଡେଲିଂ, ତାପରେ ଆମେ ସିଧା ପ୍ରୋଜେକ୍ଟ ବନେଇବା। ହ୍ୟାଲୋ, ଆଉ କିଛି କହୁଛନ୍ତି? यस सर। सर प्रोजेक्ट एक्चुअली इंडस्ट्री जेमती होची से टाइप रो कहिए। ପୁରା ସେଇ ପ୍ରୋଜେକ୍ଟ ଦେବି ଆପଣଙ୍କୁ। ରିଏଲ ଡେଟା ପ୍ରୋଜେକ୍ଟ ଆଣିଦେବି ହେଲା।
ଏତିକି ଟ୍ରଷ୍ଟ ରଖନ୍ତୁ। ବଟ୍ ଏତିକି ଯେତିକି ଜିନିଷ ଶିଖେଇଲି ଆପଣ ଯେତିକି ମନେ ରଖିବେ ପ୍ରାକ୍ଟିସ କରିବେ। ଠିକ ଏଗୁଡ଼ା ପ୍ରାକ୍ଟିସ କଲେ ହିଁ ମନେ ରହିବ। ଆପଣ ଏମିତି ଖାଲି ଦେଖିଦେବେ ହଁ କୁହା ହେଲା ଏଗୁଡ଼ା ମୋ ମନେ ରହିଯିବ ମୁଁ ପ୍ରୋଜେକ୍ଟ କରିବି ନା। ଏଥିପାଇଁ କହୁଛି ପ୍ରାକ୍ଟିସ କରନ୍ତୁ। ପ୍ରାକ୍ଟିସ କଲେ ଆପଣ ପ୍ରୋଜେକ୍ଟରେ ଫଟାଫଟ ଏଗୁଡ଼ା ଆପଣ ଡେଟା କ୍ଲିନିଂ ଗୁଡ଼ା ମତେ ଆଉ ଏଗୁଡ଼ା କହିବାକୁ ପଡେ ନା। ମୁଁ ପଚାରିବି ଆପଣ କହିବେ। ମୁଁ ପଚାରିବି କି ଏଇ ଜାଗାରେ ମତେ ଏଇଠି କଣ କରିବାର ଅଛି ଟ୍ରାନ୍ସପୋଜ କରିବାର ଅଛି ତ କେମିତି କରିବି। ସେତେବେଳେ ଏମିତି ଆସୁନଥିବ ଯେତେବେଳେ ଅପସନ ଗୁଡ଼ା ଏମିତି ଆସୁଥିବ ଆପଣ କହିବେ ସାର୍ ଟ୍ରାନ୍ସଫର୍ମ ଯାଆନ୍ତୁ ଯାଇକି ଟ୍ରାନ୍ସଫର୍ମ କରାନ୍ତୁ କି ଆପଣ ଟ୍ରାନ୍ସଫର୍ମ ଯାଇକି ଫର୍ମାଟ କରାନ୍ତୁ ଏଗୁଡ଼ା ଆପଣ କହିବେ କି ଆଡ କଲମ ଯାଇକି କରାନ୍ତୁ କି ଭ୍ୟୁ ରୁ ଯାଇକି କରାନ୍ତୁ କି ହୋମ ରୁ ଯାଇକି କରାନ୍ତୁ। ମୁଁ ଆଉ ଏଗୁଡ଼ା କିଛି କହିବିନି ଏଗୁଡ଼ା ଆପଣ କହିବେ ନେକ୍ସଟ କ୍ଲାସରେ ଆମେ ଯେତେବେଳେ ପ୍ରୋଜେକ୍ଟ Yes, କରିବା। sir. ଠିକ ଅଛି ସୋ ଥ୍ୟାଙ୍କ ୟୁ ଏଭ୍ରିୱାନ୍ ଫର ୟୋର ଟାଇମ। ଏ ରେକର୍ଡ ଆପଣଙ୍କୁ ମିଳିଯିବ ମୁଁ ୟୁଟ୍ୟୁବରେ ଅପଲୋଡ କରିଦେବି। ଆପଣ ସେଠୁ ଯଦି ଦେଖିବାକୁ ଚାହୁଁଥିବେ କି କ୍ଲାସ ଆଉ ଥରେ ଦେଖିକି ପ୍ରାକ୍ଟିସ କରିବାକୁ ଚାହୁଁଥିବେ କରିଦେବେ। ଡେଟା ସେଟ୍ ବୋଧେ ମୁଁ କାଲି ସେୟାର କରିଦେଇଛି ଆର ସେ ଡେଟା ସେଟ୍କୁ ଲୋଡ କରିବେ ସମସ୍ତେ ଗୋଟେ ପ୍ରାକ୍ଟିସ କରିବେ। ଠିକ ଅଛି ୱିଲ୍ ସି ଇନ୍ ଦ ନେକ୍ସଟ କ୍ଲାସ। ହାଭ୍ ଏ ଗୁଡ୍ ଡେ। ଆମକୁ ଏଇଟା ପର୍ସନାଲ Thank ପଠେଇ you, sir. ଦଉନାହାନ୍ତି। ହଁ କଣ କହୁଛନ୍ତି? ଏଇଟା ଆମକୁ ପର୍ସନାଲ ପଠେଇ